ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡିଓରେ ଆମେ ଓଡ଼ିଆର ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ଟପିକ୍ ଯୋଉଟା ହେଉଛି ଓଡ଼ିଆ ଗ୍ରାମାର, ତାର ସବୁଠୁ ଇମ୍ପୋର୍ଟାଣ୍ଟ ଉପରେ ଟପିକ୍ ଗୁଡ଼ିକ ଡିସ୍କସନ୍ କରିବା। ଗୋଟେ କ୍ଲାସ୍‌ରେ ଆମେ ଓଡ଼ିଆ ଗ୍ରାମାରରେ ଯେତେ ସବୁ ଇମ୍ପୋର୍ଟାଣ୍ଟ ଟପିକ୍ ଗୁଡ଼ା ଯେମିତି ବିଶେଷ୍ୟ, ବିଶେଷଣ, ତାପରେ ଫାଷ୍ଟ ଧ୍ୱନି, କ୍ରିୟା ଏଗୁଡ଼ା ସବୁ କଣ କଭର୍ କରିବା। ତେଣୁ ଭିଡିଓଟି ଫୁଲ୍ ଦେଖନ୍ତୁ, ଯାହାଫଳରେ ଗୋଟେ ଭିଡିଓ ମାଧ୍ୟମରେ ଆପଣ ଓଡ଼ିଆ ଗ୍ରାମର ଯେକୌଣସି କ୍ୱେଶ୍ଚନ୍ ପଡୁଛି ଆପଣ ସହଜରେ ସଲ୍ଭ କରିପାରିବେ। ତେଣୁ ଯିବା, ସମୟ ନଷ୍ଟ କରିବେନି, ଦେଖିବା କଣ ସବୁ ଅଛି। ଆପଣ ପାଖରେ ଖାତା କି ପେନ୍ ରଖିଥାନ୍ତୁ, ନୋଟ୍ ଡାଉନ୍ କରିଥାନ୍ତୁ ଯୋଉଟା ଆପଣଙ୍କୁ ଇମ୍ପୋର୍ଟାଣ୍ଟ ଲାଗୁଛି। ତଥାପି ମୁଁ ଡେସ୍କ୍ରିପସନରେ ଲିଙ୍କ୍ ଦେଇଦେବି, ଯାହାଫଳରେ ଆପଣ ଏଇ ଯୋଉ କ୍ଲାସ୍‌ର ପିଡିଏଫ୍‌ଟି ପାଇପାରିବେ। ତେଣୁ ଦେଖିବା କଣ ସବୁ ରହିଛି। ଓଡ଼ିଆ ବ୍ୟାକରଣ ପ୍ରଥମେ ଷ୍ଟାର୍ଟ କଣ ନା ବର୍ଣ୍ଣ, ଧ୍ୱନି ଆଉ ବର୍ଣ୍ଣମାଳା। ବର୍ଣ୍ଣ କହିବାକୁ ଗଲେ କଣ ଆମେ ଯୋଉ ବ୍ୟବହାର କରୁଛୁ, ସାଧାରଣତଃ ଆମେ ଓଡ଼ିଆ ବ୍ୟାକରଣ କଣ ଆମେ ଯାହା କହୁଛୁ ସେଟା ଶବ୍ଦ, ଆଉ ୟାର ଯେଟା ଆମେ କହୁଛୁ ସେଟା ଧ୍ୱନି କୁହାଯାଏ। ଆଉ ଧ୍ୱନିର ସାଙ୍କେତିକ ରୂପକୁ କଣ କୁହାଯାଏ ବର୍ଣ୍ଣ କୁହାଯାଏ। ଆଉ ସେଗୁଡାକୁ ନେଇ ଯୋଉ ବର୍ଣ୍ଣମାଳା, ସେଗୁଡାକ ତ କ୍ୱେଶ୍ଚନ୍ ଆସେନି। ତେଣୁ ଆପଣ ଏତିକି ବୁଝିଥାନ୍ତୁ। ତେଣୁ ଷ୍ଟାର୍ଟ ହବ କୋଉଠୁ ଆମର ନା ସ୍ୱର ବର୍ଣ୍ଣ ଆଉ ବ୍ୟଞ୍ଜନ ବର୍ଣ୍ଣ। ତେଣୁ ଡାଉଟ୍ ପ୍ରବଳ ଯୋଉଗୁଡାକ ଇମ୍ପୋର୍ଟାଣ୍ଟ ସେଗୁଡାକ ମୁଁ କହୁଛି। ଆଉ ତ ଆପଣ ବହିରୁ ଦେଖିପାରିବେ, ଆଉ ଯେକୌଣସି ୟୁଟ୍ୟୁବର ମାନଙ୍କ ପାଖରେ ଦେଖିପାରିବେ। ଯେଗୁଡାକ କ୍ୱେଶ୍ଚନ୍ ଆସୁଛି ସେଗୁଡାକ ଆମେ ଡିସ୍କସନ୍ କରିବା। ଯେମିତିକି ଫାଷ୍ଟ କ୍ୱେଶ୍ଚନରେ ପିଲାମାନେ କନଫ୍ୟୁଜନ କଣ ହୁଅନ୍ତି, କ୍ୱେଶ୍ଚନ୍ ଆସେ ସ୍ୱର ବର୍ଣ୍ଣ ତ ସମସ୍ତେ ଜାଣିଛନ୍ତି, ବ୍ୟଞ୍ଜନ ବର୍ଣ୍ଣ ବି ସମସ୍ତେ ଜାଣିଛନ୍ତି। କିନ୍ତୁ ବେଳେବେଳେ କ୍ୱେଶ୍ଚନ୍ ଆସେ କଣ ସ୍ୱର ଧ୍ୱନି କେତୋଟି। ତେଣୁ ସ୍ୱର ଧ୍ୱନି ଆପଣ ମନେ ରଖିଥିବେ 8ଟି, କିନ୍ତୁ ସ୍ୱର ବର୍ଣ୍ଣ କେତୋଟି 11ଟି, ଯେଟା ଆମେ କଣ ଇଂଲିଶରେ ଭାୱେଲ କହୁ। ସେଭଳି ବ୍ୟଞ୍ଜନ ବର୍ଣ୍ଣ ଯେଟା କନସୋନାଣ୍ଟ କହିଥିବୁ 38ଟି। ତେଣୁ ଟୋଟାଲ ଆମର କେତେଟା 49ଟି ରହିଛି କଣ ଆମର ଟୋଟାଲ ଓଡ଼ିଆ ବ୍ୟାକରଣର ବର୍ଣ୍ଣ କେତେଟି ରହିଛି 49ଟି। ସେଇଥିରୁ ଆମର ସ୍ୱର ବର୍ଣ୍ଣ କେତେଟା ନା 11ଟା, ବ୍ୟଞ୍ଜନ ବର୍ଣ୍ଣ କେତେଟା 38ଟା। ଯଦି ଆପଣଙ୍କୁ କଣ କୁହେ ସ୍ୱର ଧ୍ୱନି କେତେଟା, ସ୍ୱର ଧ୍ୱନି କହିଲେ କେତେଟା ଏଇ ଯୋଉ 11ଟା ଥିଲା, 11ଟା ପାଇଁ ଏହା ପାଇଁ କେତେଟା ଧ୍ୱନି ରହିଛି 8ଟି। ବାକି ଯୋଉ କେତେ ରହିଲା 8 4 11 4ଟା ରହିଲା, 4ଟା ଧ୍ୱନି କଣ ହଉଛି ମିଶି, ଏଇ ଯୋଉ ଆମର 8ଟା ଭିତରେ ସେ ମିଶିକରି ଅଛି। ତା ପାଇଁ ସ୍ୱତନ୍ତ୍ର କୌଣସି ଧ୍ୱନି ନାହିଁ। ସେଇଭଳି ଆମର 38ଟା କଣ ଥିଲା ବ୍ୟଞ୍ଜନ ବର୍ଣ୍ଣ। ତେଣୁ ବ୍ୟଞ୍ଜନ ବର୍ଣ୍ଣ ପାଇଁ ସେଇଭଳି କେତେଟା ଅଛି 32ଟି ଅଛି। ତେଣୁ 32ଟି ଆଉ କେତେ ରହିଲା 6ଟି। ତେଣୁ 6ଟି ଯୋଉ ଆମର ଏକ୍ସଟ୍ରା ରହିଲା ସେ କଣ ଏଇ 32ଟି ସହିତ ମିଶିକରି ସାଉଣ୍ଡ ହଉଛି। ତେଣୁ ସେଇଥିପାଇଁ କଣ ହେଲା 38ଟି ବ୍ୟଞ୍ଜନ ବର୍ଣ୍ଣ, କିନ୍ତୁ ବ୍ୟଞ୍ଜନ ଧ୍ୱନି କହିଲେ 32ଟା। ସେଇଭଳି ସ୍ୱର ବର୍ଣ୍ଣ କହିଲେ ଆମର କେତେଟା 11ଟି, କିନ୍ତୁ ତା ପାଇଁ ଯୋଉ ବ୍ୟବହାର ହୁଏ ଧ୍ୱନି, ଧ୍ୱନି କେତେଟା 8ଟା। କଣ ପାଇଁ 8ଟା, କଣ ପାଇଁ 11ଟା ବୁଝିପାରିଲେ। କାରଣ 4ଟା କଣ ହଉଛି ସେମିତି ସରି 4ଟା କହୁଛି 3ଟା, 3ଟା କଣ ହଉଛି ମିଶିକରି ଅଛି 8ଟା ଭିତରେ। ତେଣୁ ବୁଝିପାରିଲେ କ୍ୱେଶ୍ଚନ ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ପିଲାମାନେ ଭୁଲ କରି ଆସୁଛନ୍ତି ସେ ଧ୍ୱନି ବର୍ଣ୍ଣ ଭିତରେ। ତାପରେ ଆସିଲେ କଣ ସ୍ୱର, ହର୍ଷ ସ୍ୱର ଆଉ କଣ ଦୀର୍ଘ ସ୍ୱର। ହର୍ଷ ସ୍ୱର ହଉଛି କଣ ନା ଆମର ହର୍ଷ ସ୍ୱର ମାନେ କମ ଟାଇମ ପର୍ଯ୍ୟନ୍ତ ଆମେ ଯୋଉଟା ଉଚ୍ଚାରଣ କରୁଛୁ। ଯେମିତି କି ଆପଣ ଦେଖିବେ ଓ ଆଉ ଆ ହେଲା, ୟା ଭିତରେ ସାଧାରଣତଃ ଅ ଟାକୁ ଆମେ କଣ କିଛି ସମୟ କହିକି ଛାଡି ଦେଉଛୁ, କିନ୍ତୁ ଆ ଟା କଣ ଆମେ ମାନେ ବହୁ ଅ ଅପେକ୍ଷା ଅଧିକ ସମୟ ପର୍ଯ୍ୟନ୍ତ ସ୍ୱରଟା ଟାଣୁଛୁ। ତେଣୁ ସେଥିପାଇଁ ୟା ଭିତରେ ହର୍ଷ ସ୍ୱର ଦୀର୍ଘ ସ୍ୱର ଭିତରେ ଡିଫରେନ୍ସ ଟା କଣ ହବ ନା ଯୋଉଟାକୁ ଆମେ କିଛି ସମୟ ରଖୁଛୁ ତାପରେ ଛାଡି ଦଉଛୁ, ଯେମିତି ଓ ହେଲା ଓ ହର୍ଷଇ ଦୀର୍ଘଇ ରୁ, ଏଗୁଡା କଣ ଆମେ କିଛି ସମୟ ଏଇ ସ୍ୱର କରୁଛୁ ତାପରେ ଛାଡି ଦଉଛୁ। କିନ୍ତୁ ଯେତେବେଳେ ଦୀର୍ଘ ସ୍ୱର ଆସିବ ସେତେବେଳେ କଣ ହବ ଆମେ ବହୁତ ସମୟ ପର୍ଯ୍ୟନ୍ତ ସେ ସ୍ୱରଟାକୁ ରଖିଥିବା। ଯେମିତି କି ଓ କହିଲେ କମ ସମୟ, କିନ୍ତୁ ଆ କହିଲେ ବହୁତ ସମୟ। ସେମିତି ହର୍ଷଇ ଦୀର୍ଘଇ, ହର୍ଷଉ ଦୀର୍ଘଉ, ଏ ଐ ଓ ଓ, ଏଗୁଡା କଣ ଦୀର୍ଘ ସ୍ୱର। ତେଣୁ ହର୍ଷ ସ୍ୱର ଆଉ ଦୀର୍ଘ ସ୍ୱର ଭିତରେ ଡିଫରେନ୍ସ ଆପଣଙ୍କୁ ଧର ଦେଇଥିବ, ଜାଣିବେ କେମିତି ଉଚ୍ଚାରଣ ମାଧ୍ୟମରେ ଜାଣିପାରିବେ। ଓ ଅଛି ଆ ମାନେ ସାଧାରଣତଃ ୟାର ପର ଯୋଉଟା ବର୍ଣ୍ଣଟା ସେଟା ସାଧାରଣତଃ ଦୀର୍ଘ ହୋଇଥାଏ। ଫାଷ୍ଟ ହର୍ଷ ସ୍ୱର ହେଇଥାଏ ତାପରେ ଦୀର୍ଘ ସ୍ୱର, ଯେମିତି କି ହର୍ଷଇ ଦୀର୍ଘ, ସେମିତି ଏ ମନେ ରଖିଥିବେ ଏ ଆଉ ଐ ଓ ଓ ଏଗୁଡା ସବୁ କଣ ଦୀର୍ଘ ସ୍ୱର। ବେଳେ ବେଳେ ଏଇଟା ଆପଣଙ୍କୁ କନଫ୍ୟୁଜନ ପାଇଁ ଦେଇଥିବ, ଏ ଦେଇଥିବ ଐ ବି ଦେଇଥିବ, ଓ ଦେଇଥିବ ଓ ବି ଦେଇଥିବ। ମନେ ରଖିଥିବେ ଏଗୁଡା ଏ ଐ ଓ ଓ କଣ ଏଗୁଡାକ ନା ଦୀର୍ଘ ସ୍ୱର। କେବେ ବି ଭାବିନି ଯେଭଳିଆ ଓ ଆ ହର୍ଷଇ ଦୀର୍ଘଇ ସେଇଭଳିଆ ହର୍ଷ ସ୍ୱର ଐ ଦୀର୍ଘ ସ୍ୱର, ସେଟା କେବେ ବି ନୁହେଁ। ମନେ ରଖିଥିବେ ଏ ଆଉ ଐ ଓ ଆଉ ଔ ଏଗୁଡାକ ଜଣ ଦୀର୍ଘ ସ୍ୱର ଭିତରେ ଯାଉଛି। ତାପରେ ଦେଖିବା ନେକ୍ସଟ କଣ ଅଛି, ଏ ଯୋଉ ଆପଣ କହିଲି ଐ ଆଉ ଔ କଣଟା ନା ଐ ଆଉ ଔ ଏଇଟା କଣ କୁହାଯାଏ ସଂଯୁକ୍ତ ସ୍ୱର ବା ସନ୍ଧ୍ୟାକ୍ଷର। କାରଣ ଏଟା ମିଶିକରି ଅଛି ଏ ପ୍ଲସ ଐ କହୁଛି ବା ଐ ଔ, ଏଇଟା କଣ ଦିଟା ଆମର କଣ ବର୍ଣ୍ଣ ସ୍ୱର ମିଶିକରି ଆସୁଛି ବୋଲି ସେଟା କଣ କହୁଛି ସଂଯୁକ୍ତ ସ୍ୱର। ପରୀକ୍ଷାରେ ବାରମ୍ବାର ପଚାରେ ଅପସନ ଦେଇଥିବ ଯେ ୟା ଭିତରୁ କୋଉଟା ସଂଯୁକ୍ତ ସ୍ୱର ବା ସନ୍ଧ୍ୟାକ୍ଷର, ସନ୍ଧ୍ୟାକ୍ଷର ବୋଲି କୁହନ୍ତି। ମାନେ କଣ ସଂଯୁକ୍ତ ସ୍ୱର ମାନେ କଣ ଦିଟା ସ୍ୱର ମିଶି କରି ଆସୁ। ତେଣୁ ସେଥିପାଇଁ କଣ କୁହାଯାଏ ଐ ଆଉ ଔ କୁ ସଂଯୁକ୍ତ ସ୍ୱର ବୋଲି କୁହାଯାଏ। ନେକ୍ସଟ ଦେଖିବା ଆଉ ଗୋଟେ ସେମିତି ରହିଛି କଣ ଯୁକ୍ତାକ୍ଷର ହେଲା। ଯୁକ୍ତାକ୍ଷର ମାନେ ଗୋଟେ ଆପଣ ଓଡିଆ ବ୍ୟାକରଣରେ ଗୋଟେ ଦେଖିବେ ବର୍ଣ୍ଣ ଅଛି, ସେଟା କି ବର୍ଣ୍ଣଟାକୁ ଆମେ ଗୋଟେ ଯୁକ୍ତାକ୍ଷର ଭାବରେ ବ୍ୟବହାର କରୁ। ଯେଟା ହଉଛି କଣ ନା କ୍ଷ। କ୍ଷୀୟଟାକୁ ଆମେ କେମିତି ସୃଷ୍ଟି ହୁଏ ନା କ ରେ ହଳ
ପ୍ଲସ୍ ମୂର୍ଦ୍ଧନ୍ୟ ମାନେ ଏଇଟା କଣ ହଉଛି ନା ଆମେ ଗୋଟେ ବର୍ଣ୍ଣ କ୍ଷୀରଟା ଗୋଟେ ବର୍ଣ୍ଣ ହୋଇଥିଲେ ମଧ୍ୟ ସେ ଗୋଟେ ଯୁକ୍ତାକ୍ଷର ମାନେ ଦିଟା ଅକ୍ଷର ମିଶିକରି ସୃଷ୍ଟି ହେଉଛି। ତେଣୁ ସେଥିପାଇଁ କଣ କୁହାଯାଏ କ୍ଷୀରକୁ ଆମର କଣ କୁହନ୍ତି ଯୁକ୍ତାକ୍ଷର ବୋଲି କୁହନ୍ତି। ମନେ ରହିଲା କ୍ଷୀର ଏମିତି ଗୋଟେ ବର୍ଣ୍ଣ ଯାହା କଣ ହଉଛି ଦିଟା ଅକ୍ଷରକୁ ମିଶିକି ସୃଷ୍ଟି ହଉଛି, ସେଥିପାଇଁ କଣ କୁହାଯାଏ ଯୁକ୍ତାକ୍ଷର ବୋଲି କୁହାଯାଏ। ତେଣୁ ତାପରେ ଆସିଲା କୋ ଆଉ କୋ ରୁ ମ ପର୍ଯ୍ୟନ୍ତ କଣ ହେଇଛି ଏବେ ବର୍ଣ୍ଣ ଆପଣ ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଶୁଣିଲେ। ଏବେ ଆଉ ଡିଭାଇଡ କରିବା କେମିତିଆ ନା ବର୍ଗ ବ୍ୟଞ୍ଜନ ଅବର୍ଗୀୟ ବ୍ୟଞ୍ଜନ। ବର୍ଗୀୟ ବ୍ୟଞ୍ଜନ ଅବର୍ଗୀୟ ବ୍ୟଞ୍ଜନ ଭିତରେ ଜାଣିବେ କେମିତିଆ ନା କ ପାଖରୁ ଷ୍ଟାର୍ଟ ହେଇକି ମ ପର୍ଯ୍ୟନ୍ତ ରହିଲା ଯୋଉ 25ଟା କେତେଟା 25ଟା ବର୍ଣ୍ଣ ରହିଲା ସେଟା କଣ କୁହନ୍ତି ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ଭିନ୍ନ କ ଠାରୁ ଷ୍ଟାର୍ଟ ହେଇକି ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣ ଥାଏ, କିନ୍ତୁ ତା ଭିତରୁ କ ରୁ ମ ପର୍ଯ୍ୟନ୍ତ କଣ ହେଇଥିବ ନା ୟାକୁ ବର୍ଗୀୟ କଣ ବର୍ଗୀୟ ବ୍ୟଞ୍ଜନ ବୋଲି କହିଥାଉ। ବର୍ଗୀୟ ଆପଣ ଜାଣିବେ କେମିତି ମନେ ରଖିଥିବେ ଏମିତି 25 ହଉଛି 5 ର ବର୍ଗ, ତେଣୁ ସେଥିପାଇଁ ୟାକୁ କଣ ବର୍ଗୀୟ ବ୍ୟଞ୍ଜନ କେତେରୁ କ ରୁ ମ ପର୍ଯ୍ୟନ୍ତ। ତାପରେ ମ ପରେ ଅସ୍ତେଜ, ଅସ୍ତେଜ ପାଖରୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ କେତେ ରହିଲା 13ଟା, ତେଣୁ 13ଟା କଣ ରହିଲା ଅବର୍ଗୀୟ ବ୍ୟଞ୍ଜନ। ଯଦି ଅପସନ ବି ଦେଇଥାଏ ଆପଣ ଏମିତି ଯେତେବେଳେ କ୍ୱେଶ୍ଚନ ପଚାରିଥିବେ ଆମର କେତୋଟି ବର୍ଗୀୟ ବ୍ୟଞ୍ଜନ ଅଛି, ତାହେଲେ ଆପଣ ଦେଖିଥିବେ 25 ମାନେ କଣ 5 ର ବର୍ଗ, ତେଣୁ ସେଥିପାଇଁ 25ଟା ହଉଛି କଣ ବର୍ଗୀୟ ବ୍ୟଞ୍ଜନ। ଆଉ ମନେ ରଖିଥିବେ ଅ ରୁ ସରିଗଲା ଅ ରୁ କେତେ ଓ ପର୍ଯ୍ୟନ୍ତ କଣ ହେଇଯିବ ସ୍ୱରବର୍ଣ୍ଣ, ତାପରେ ଆରମ୍ଭ ହେଇଯିବ କଣ କ ପାଖରୁ ମ ପର୍ଯ୍ୟନ୍ତ ବର୍ଗୀୟ ବ୍ୟଞ୍ଜନ। ବୁଝିପାରିଲେ? ବାସ୍ ନେକ୍ସଟ ଦେଖିବା ଏବେ ସବୁଠାରୁ କଷ୍ଟ ଯେଟା କଣ କୁହନ୍ତି ବର୍ଗୀୟ ବ୍ୟଞ୍ଜନକୁ ଆମେ ଯୋଉ ଡିଭାଇଡ କରିବା ତା ଭିତରୁ ତାର ଯୋଉ ବର୍ଗୀୟ ବ୍ୟଞ୍ଜନକୁ ଆହୁରି କେତେ 1 2 3 4 5 ଭାଗରେ ବିଭକ୍ତ କରାଯାଇଛି। କଣ କଣ କଣ୍ଠ୍ୟ, ତାଲବ୍ୟ, ମୂର୍ଧନ୍ୟ, ଦନ୍ତ୍ୟ, ଅଷ୍ଠ୍ୟ ହେଲା 5 ଭାଗରେ କେମିତି ବ୍ୟବହାର ମାନେ ଡିଭାଇଡ କରାଯାଇଛି ନା ଉଚ୍ଚାରଣ ଅନୁସାରେ। କିଛି ନାହିଁ ଆପଣ ଖାଲି ଉଚ୍ଚାରଣ କରିବାର ଅଛି। ଆପଣ ଦେଖିବେ କୋଉଠି ତାର ସ୍ୱରଟା ଉତ୍ପନ୍ନ ହଉଛି ସେ ଅନୁସାରେ ୟାକୁ ଆମକୁ ବର୍ଗୀୟ ବ୍ୟଞ୍ଜନକୁ ଡିଭାଇଡ କରାଯାଇଛି। ଯେମିତି କି ଫାର୍ଷ୍ଟ ଆମେ କଣ କରିବା ଲେଖିଦେବା କ ଖ ଗ ଘ ଙ ଫାର୍ଷ୍ଟ ଏଟା ଲେଖିଦେଲେ। ଦେଖନ୍ତୁ ଆପଣ ଉଚ୍ଚାରଣ କଲେ ଏଟା ସବୁ ହଳନ୍ଦ ହବ ହେଲା। ବେଳେ ବେଳେ କଣ ଲେଖନ୍ତି ଦେଖି ଭୁଲ ଲେଖିଥିବେ କ ହବନି କରେ ହଳନ୍ଦ ସବୁ ହେଲା, କ ରେ ହଳନ୍ଦ ଖ ରେ ହଳନ୍ଦ ଏଟା ସବୁ ରହିବ। ତେଣୁ କ ଖ ଗ ଘ ଙ ଯେତେବେଳେ କହୁଛନ୍ତି ଆପଣ ଦେଖିବେ କଣ୍ଠରୁ ଶବ୍ଦଟା ବାହାରୁଛି ହେଲା। କଣ୍ଠରୁ ଯେତେବେଳେ ଶବ୍ଦଟା ବାହାରୁଛି ତେଣୁ ତାକୁ କଣ କୁହାଯାଏ କଣ୍ଠ୍ୟ ବର୍ଣ୍ଣ। ସେଇଭଳିଆ ଚ ଛ ବର୍ଗେଜ ଝ ନ୍ୟ ଏଟା କଣ ତାଲବ୍ୟ ମାନେ ତାଳୁରୁ ସୃଷ୍ଟି ହଉଛି। ତାଳୁ ଯଦି ନ ଲାଗିବ ଚ ଟା ଆପଣ ଯଦି ଜିଭଟା ତାଳୁରେ ନ ଲାଗିବ ତାହେଲେ କେବେ ଚ ଛ ବର୍ଗେଜ ଝ ନ୍ୟ ଟା ଶବ୍ଦ କେବେ ସୃଷ୍ଟି ହେଇପାରିବ ନାହିଁ। ସେ ଅନୁସାରେ ତାଲବ୍ୟ ବର୍ଣ୍ଣ। ତାପରେ ଷ୍ଟାର୍ଟ ହବ କଣ ଟ ଠ ଡ ଢ ମୂର୍ଧଣ ଏଟା ମୂର୍ଧା ଯେଟା କି ଆମର ଜିଭଟା ମୂର୍ଧାର ଲାଗେ ଯୋଉ ମୂର୍ଧନ୍ୟ ବର୍ଣ୍ଣ ବୋଲି କୁହାହଉଛି। ସେମିତିଆ ତ ଥ ଦ ଧ ଦନ୍ତ୍ୟ ନ ଜିଭଟା କଣ ଲାଗୁଛି ଦାନ୍ତରେ ଲାଗୁଛି, ତେଣୁ ସେଟା ଦନ୍ତ୍ୟ ବର୍ଣ୍ଣ। ତାପରେ ଅଷ୍ଠ ଉଠରେ ଲାଗୁଛି ଯେମିତି ପ ଫ ବ ଭ ମ। ଯଦି ଉଠରେ ନ ବାଜିବ ତାହେଲେ ଏଇ ଶବ୍ଦଟା ଆପଣ ଚେଷ୍ଟା କରନ୍ତୁ ପ ଟାକୁ ବିନା ଓଠରେ ନ ବଜେଇକି ସୃଷ୍ଟି କରିବା ପାଇଁ, କେବେ ହବନି। ତେଣୁ ସେଥିପାଇଁ କଣ କୁହାଯାଏ ଅଷ୍ଠ୍ୟ ବର୍ଣ୍ଣ। ତେଣୁ ବେଳେ ବେଳେ ପକେଇ ଦିଏ ଯେ ମୂର୍ଧନ୍ୟ ବର୍ଣ୍ଣ ଆମର ଷ୍ଟାର୍ଟ ହଉଛି କୋଉଠୁ, ତେଣୁ ମନେ ରଖିବେ କଣ୍ଠ୍ୟ ବର୍ଣ୍ଣ କ ରୁ ଷ୍ଟାର୍ଟ ହଉଛି ହେଲା। କଣ୍ଠ୍ୟ ବର୍ଣ୍ଣଟା କ ରୁ, ତାପରେ କ ଖ ଗ ଘ ଙ 5ଟା ଛାଡିଦେବେ। ତାପରେ ଚ ହଉଛି କଣ ତାଲବ୍ୟ, ଚ ଟା ଉଚ୍ଚାରଣ ଅନୁସାରେ ଯଦି କରିପାରିବେ କହିପାରିବେ, ନହେଲେ ମୂର୍ଧନ୍ୟ ଇମ୍ପୋର୍ଟାଣ୍ଟ ହଉଛି କଣ ମୂର୍ଧନ୍ୟ। ମୂର୍ଧନ୍ୟଟା ବେଳେ ବେଳେ ପଚାରିଥିବେ କୋଉଠୁ ଷ୍ଟାର୍ଟ ହଉଛି, ତେଣୁ ମୂର୍ଧନ୍ୟ ମନେ ରଖିଥିବେ କଣ ଟ ରୁ ଷ୍ଟାର୍ଟ ହଉଛି। ଯେମିତି ଦନ୍ତ, ଦନ୍ତ ମାନେ ତ ରୁ ଜାଣିନେବେ, ତେଣୁ ଇମ୍ପୋର୍ଟାଣ୍ଟ କହିତେ ଗଲେ ଅଷ୍ଠ୍ୟ ବର୍ଣ୍ଣଟା ପ ରୁ ଆରମ୍ଭ ହଉଛି ଆଉ ମୂର୍ଧନ୍ୟଟା ଟ ରୁ ଆରମ୍ଭ ହଉଛି। ଏଇଟା ଇମ୍ପୋର୍ଟାଣ୍ଟ ଏଇଟା ଅଛି, ନୋଟ ଡାଉନ କରିନିଅନ୍ତୁ। ମନେ ପଡେନି ପରୀକ୍ଷାରେ ମୂର୍ଧନ୍ୟ ବର୍ଣ୍ଣ କୋଉଠି, ତେଣୁ ଟ ରୁ ଷ୍ଟାର୍ଟ ହଉଛି ଟ ଠ ଡ ମୂର୍ଧଣ ଢ ମୂର୍ଧଣ ହେଲା। ଏତିକି ସରିଲା। ତାପରେ ରହିଲା ଆଉ କିଛି ଡିଭାଇଡ କରାଯାଇଛି ହେଲା। ଯେମିତି କି ଅନ୍ତସ୍ଥ ବର୍ଣ୍ଣ ବା ଅର୍ଦ୍ଧସ୍ୱର। ମନେ ରଖିଥିବେ ବାରମ୍ବାର ପଚାରେ ଅନ୍ତସ୍ଥ ବର୍ଣ୍ଣକୁ ଆଉ କି ବର୍ଣ୍ଣ ମଧ୍ୟ କୁହାଯାଏ କଣ ଅର୍ଦ୍ଧସ୍ୱର। ମାନେ ଅଧା ଯେଗୁଡାକ ସୃଷ୍ଟି ହୁଏ। ଅନ୍ତସ୍ଥ ମାନେ ଅନ୍ତସ୍ଥ ଶବ୍ଦ ସ୍ୱର ଅନୁସାରେ ଅନ୍ତସ୍ଥ, କିନ୍ତୁ ସେଟା ଅଧା ସ୍ୱର ଯେମିତି କି ଅସ୍ତେଜ ର ଅଳ ହେଲା ଲ ଓ ଏଇଟା ସବୁ କଣ କହୁଛି ଅର୍ଦ୍ଧସ୍ୱର ବା ଅନ୍ତସ୍ଥ ବର୍ଣ୍ଣ ହେଲା। ଅନ୍ତସ୍ଥ ବର୍ଣ୍ଣ ବୋଲି କୁହାଯାଏ। ତାପରେ ଆସିବ କଣ ବର୍ଣ୍ଣ ଅନୁସାରେ ଉଷ୍ଣ ବର୍ଣ୍ଣ ହେଲା। ଉଷ୍ଣ ବର୍ଣ୍ଣ କହିବାକୁ ଗଲେ କଣ ତାଲବେଶ, ମୂର୍ଣ୍ଣେଶ, ଦନ୍ତେଶ, ହ ଏଇଟା ବହୁତ ମାନେ କମନ କ୍ୱେଶ୍ଚନ କହିବା ପାଇଁ। ଉଷ୍ଣ ବର୍ଣ୍ଣ ଆପଣଙ୍କୁ ଦେଇଦେଇଥିବ ଯେ ଏଇଟା ନୁହେଁ, ତେଣୁ ତାଲବେଶ, ମୂର୍ଣ୍ଣେଶ, ଦନ୍ତେଶ ଯେତେ ଆମର ସ ରହିଲା ପ୍ଲସ ହ ହେଲା। ମାନେ ଗରମ ହାବା ଯୋଉଟା ବାହାରୁଛି କହିଲା ବେଳେ ହେଲା, ଯୋଉ କଣ ବର୍ଣ୍ଣଟା କହିଲା ବେଳେ ଗରମ ହାବା ଆମ ପାଟିରୁ ବାହାରୁଛି ଏଟା କଣ କହୁଛି ଉଷ୍ଣ ବର୍ଣ୍ଣ ବୋଲି କୁହାଯାଏ। ଏହାର ସର୍ଟକଟ କଣ ଆମର ଯେତେଟା ଓଡିଆ ବ୍ୟାକରଣରେ ସ ଅଛି ପ୍ଲସ ଯଦି ହ କୁ ଯୋଡିବ ତାହେଲେ ଉଷ୍ମ ବର୍ଣ୍ଣ ତାକୁ କୁହାଯାଏ। ତାପରେ ନେକ୍ସଟ ଅଛି କଣ ଅଯୋଗ ବାହ ବର୍ଣ୍ଣ। ଅଯୋଗ ବାହ ବର୍ଣ୍ଣ କହିବାକୁ ଗଲେ କଣ ଶେଷକୁ ମାନେ ଅଯୋଗ ବାହ ବର୍ଣ୍ଣ ବା ଅନ୍ୟ ନାମ ତାର କଣ ଅଛି ଆଶ୍ରିତ ବର୍ଣ୍ଣ ହେଲା। ଅଯୋଗ ବାହ ବା ଆଶ୍ରିତ ବର୍ଣ୍ଣ। ଆଶ୍ରିତ ବର୍ଣ୍ଣ କହିବାକୁ କଣ କଣ ନା ଏଇ ବର୍ଣ୍ଣଟା ମାନେ ଆଉ ଅଲଗା ବର୍ଣ୍ଣ ଗୁଡିକ କଣ ହୁଏ ନା ସେ ନିଜେ ଉଚ୍ଚାରଣ ହେଇପାରିବ, କିନ୍ତୁ ଅଯୋଗ ବାହ ବା ଆମର ଆଶ୍ରିତ ବର୍ଣ୍ଣଟା କେବେ ଯେତେବେଳେ ଆମେ ଦେଖିବେ ବାକ୍ୟରେ ୟୁଜ ହଉଛି ବା ଶବ୍ଦରେ ୟୁଜ ହଉଛି ସେ କେବେ ବି ଏକାକି ୟୁଜ ହେଇପାରିବେ ନାହିଁ। ସେ କୌଣସି ଆଉ ଗୋଟିଏ ବର୍ଣ୍ଣ ସହିତ ୟୁଜ ହେଇପାରିବେ, କେବେ ଏକାକି ହେଇପାରିବେନି। ଯେମିତି କି ଆମର କଂସ ଦେଖନ୍ତୁ,
ପରେ ଅନୁଷ୍କାର ତାହେଲେ ହେଲା କଂସ। ତେଣୁ କଂସଟା କଣ ହଉଛି କ ବିନା କେବେ ଅନୁଷ୍କାର ୟୁଜ ହେଇପାରେନି, ଯେତେ ପର୍ଯ୍ୟନ୍ତ କ ଆସିନି ସେତେ ପର୍ଯ୍ୟନ୍ତ ଅନୁଷ୍କାର ଆସିପାରେନି। ସେମିତିଆ ଅନୁଷ୍କାର ବିସର୍ଗ ଚନ୍ଦ୍ରବିନ୍ଦୁ ସେଇଭଳିଆ କଣ ହଉଛି ନା ଆମର ଏଇ ତିନୋଟା କେବେ ବି ଏକାକି ୟୁଜ ହେଇପାରିବନି, ସେଥିପାଇଁ ଏହାକୁ ଆଶ୍ରିତ ବର୍ଣ୍ଣ ବା ଅଯୋଗ ବାହୁ ମନେ ରଖିଥିବେ। ଆଶ୍ରିତ ବର୍ଣ୍ଣ କୁହାଯିବ ଓର ଅଯୋଗ ବାହୁ ବର୍ଣ୍ଣ ବୋଲି କୁହାଯିବ, ମନେ ରହିବ। ତାପରେ ଆସିଲେ ଅନୁନାସିକ ବର୍ଣ୍ଣ। ଅନୁନାସିକ ମାନେ କଣ ନା ଅ ନିୟ ମୁଦ୍ରଣ ନ ମ ଆଉ କଣ ଅନୁଷ୍କାର ଆଉ ଚନ୍ଦ୍ରବିନ୍ଦୁ ହେଲା, ଏଗୁଡା ହଉଛି କଣ ଅନୁନାସିକ ବର୍ଣ୍ଣ। କିନ୍ତୁ ଅନୁନାସିକ ମାନେ ହଉଛି ଆମର କଣ ହଉଥିବ ନା ତାର ଉଚ୍ଚାରଣ ଟା ସେ କେବେ ପ୍ରଥମରେ ରହିପାରୁନଥିବ ହେଲା। ଯଦି ଆମେ କଣ କରିବା ଆଉ ଗୋଟେ ଇଏର ଇମ୍ପୋର୍ଟାଣ୍ଟ ପଏଣ୍ଟ କଣ ଅଛି, ଯଦି ନ ଏବଂ ମ କୁ ଶବ୍ଦ ଆରମ୍ଭରେ ରହିଥାଏ ତାହେଲେ ଏଟାକୁ ଅନୁନାସିକ ବୋଲି କୁହାଯିବନି ହେଲା। ଯେମିତି କିି ନବମ ହେଲା, ଏଠି ନ ଟା କେବେ ଅନୁନାସିକ ନୁହେଁ ହେଲା। କିନ୍ତୁ ଯଦି ସିଏ ନ ଟା ପ୍ରଥମରେ ନ ରହିକି ପରେ ମଝିରେ ବା ଶେଷରେ ଥିବ ତାହେଲେ ଏଟା କଣ କୁହାଯିବ ଅନୁନାସିକ ବର୍ଣ୍ଣ ବୋଲି କୁହାଯିବ। ଅନୁନାସିକ ବର୍ଣ୍ଣ କହିଲେ କଣ ଆମର ନାକ ଦ୍ଵାରା ଯେ ଶବ୍ଦ ଆସୁଛି ହେଲା। ଯେମିତି ନ୍ୟ ହେଲା ମୁଦ୍ରଣ ନ ମ ଆଉ ଅନୁଷ୍କାର ଆଉ ଚନ୍ଦ୍ରବିନ୍ଦୁ। କିନ୍ତୁ ଯେତେବେଳେ ନବମ କହୁଛନ୍ତି ଦେଖନ୍ତୁ, ଯେତେବେଳେ ନ ଉଚ୍ଚାରଣ ନବମରେ ନ ଉଚ୍ଚାରଣ କରୁଛନ୍ତି କେବେ ଏଟା ନାକରୁ ଆସୁନି। ତେଣୁ ମନେ ରଖିଥିବେ ବେଳେ ବେଳେ କ୍ୱେଶ୍ଚନ ପକେଇଥିବେ ଗୋଟେ ୱାର୍ଡ ଦେଇଥିବ ଏଠି ନ ଟା ହଉଛି କଣ ପଚାରିଥିବ, ଏଟା ନବମରେ ନ ଟା କେବେ ଅନୁନାସିକ ବର୍ଣ୍ଣ ହବ ନାହିଁ। ଯଦି ସିଏ ମଝିରେ ଥିବ ବା ଶେଷରେ ଥିବ ତାହେଲେ ହବ, କିନ୍ତୁ ନ ମରେ ଯଦି ପ୍ରଥମରେ ଥିବ ସେଟା ଅନୁନାସିକ ବର୍ଣ୍ଣ ହବ ନାହିଁ। ତାପରେ ଆସିଲେ କଣ ୱ ନିୟ ଆଉ ମୁଦ୍ରଣ ଆଉ ଅଳ, ଏଟା ହଉଛି କଣ ଶବ୍ଦର ପ୍ରଥମ ଅକ୍ଷର ରୂପେ ବ୍ୟବହାର ହୋଇପାରିବେ ନାହିଁ। ଏଇଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ବାରମ୍ବାର ପରୀକ୍ଷାରେ ପଚାରେ ଯେ ଓଡିଆ ଯୋଉ ଯେତୋଟି ବର୍ଣ୍ଣ ରହିଛି ତା ମଧ୍ୟରୁ ଏମିତି ଗୋଟେ ଆପଣ ଅକ୍ଷର କୁହନ୍ତୁ ବା ବର୍ଣ୍ଣ କୁହନ୍ତୁ ଯେଟା କେବେ କଣ ହେଇପାରିବନି ଶବ୍ଦର ଆରମ୍ଭରେ ବ୍ୟବହାର ହେଇପାରିବ ନାହିଁ। ମନେ ରଖିଥିବେ ୱ ନିୟ ମୁଦ୍ରଣ ଆଉ ଅଳ ହେଲା, ଏଗୁଡା କଣ ହବ କେବେ ଶବ୍ଦ ଆରମ୍ଭରୁ ବ୍ୟବହାର ହେଇପାରିବ ନାହିଁ। ତାପରେ ଆସିଲା କଣ ଅବିଭାଜ୍ୟ ବର୍ଣ୍ଣ। ଅବିଭାଜ୍ୟ ବର୍ଣ୍ଣ କାହାକୁ କହିବା ଅନୁଷ୍କାର ଆଉ ଚନ୍ଦ୍ରବିନ୍ଦୁ କଣ କହିବେ ଅବିଭାଜ୍ୟ ବର୍ଣ୍ଣ। ମନେ ରଖିଥିବେ ବିସର୍ଗ ଆସିବ ନାହିଁ, ଅବିଭାଜ୍ୟ କହିଲେ ଅନୁଷ୍କାର ଆଉ ଚନ୍ଦ୍ରବିନ୍ଦୁ। ବୁଝିପାରିଲେ? ବାସ୍। ଏବେ ଆଉ ଗୋଟେ ସର୍ଟ କୋଶ୍ଚେନ ମନେ ରଖିଥାନ୍ତୁ ନା ଆମର ଯୋଉ ମୂଳ ଶବ୍ଦର ଯୋଉ ମୂଳଟା ଅଛି ତାକୁ କଣ କୁହନ୍ତି ପ୍ରତିପାଦକ ବୋଲି କୁହାଯାଏ। ଶବ୍ଦର ଯୋଉ ମୂଳ ରୂପଟା କଣ କୁହନ୍ତି ପ୍ରତିପାଦକ କୁହାଯାଏ। ତେଣୁ ଏତିକିରେ ସରିଲା ଆମ କଣ ଯାହା ବର୍ଣ୍ଣ ସ୍ୱର ଏଗୁଡା ସବୁ ଥିଲା ସରିଲା। ତେଣୁ ଏବେ ଦେଖିବା ପଦ, ଯାହା ଇଂଲିଶ ରେ କଣ କୁହନ୍ତି ପାର୍ଟସ ଅଫ ସ୍ପିଚ ହେଲା। ପଦ ଆମର ବ୍ୟବହାର କରାଯାଏ କଣ ଯଦି ଗୋଟେ ଶବ୍ଦ ବାକ୍ୟରେ ବ୍ୟବହାର ହେଇଥିବ ଆଉ ଗୋଟେ ସଠିକ କଣ ଧାରଣା ଦଉଥିବ ତାହେଲେ ସେଟା କଣ କୁହନ୍ତି ପଦ ବୋଲି କୁହନ୍ତି। ତେଣୁ ଯେମିତି କି ଶବ୍ଦ କହିବାକୁ ଗଲେ ଢେର ଗୁଡାକ ଅଛି, ଯେମିତି କି ଆମର ଶବ୍ଦ କେତେ ପ୍ରକାରର ମାନେ ସରି ଶବ୍ଦ ନୁହେଁ ପଦ କେତେ ପ୍ରକାରର ନା ବିଶେଷ ହେଇପାରେ, ବିଶେଷଣ ହେଇପାରେ, ସର୍ବନାମ ହେଇପାରେ, କ୍ରିୟା ହେଇପାରେ, ଅବୟ ହେଇପାରେ। ମାନେ ଆମର ଗୋଟେ ଯୋଉ ଶବ୍ଦ ଗୁଡାକ ବ୍ୟବହାର ହଉଛି ଗୋଟେ ବାକ୍ୟର ମିନିଂଫୁଲ ଗୋଟେ ଯଦି ଆମ ଥଟ ଚିନ୍ତାଧାରାକୁ ସୂଚଉଛି ସେଥିରେ ପଦ କେତେ ପ୍ରକାର ହେଇପାରେ, ଗୋଟେ ବିଶେଷଣ ହେଇପାରେ, ବିଶେଷ ହେଇପାରେ, ସର୍ବନାମ ହେଇପାରେ, କ୍ରିୟା ହେଇପାରେ, ଅବୟ ହେଇପାରେ। ତେଣୁ ଏବେ ଫାଷ୍ଟ ଦେଖିବା କଣ ବିଶେଷ, ଆସ୍ତେ ଆସ୍ତେ ପଢିବା ବହୁତ ରାଗ ଅଛି ହେଲା। ତେଣୁ ବିଶେଷ କହିବାକୁ ଗଲେ ବିଶେଷ ସବୁଠାରୁ ସୁବିଧା ଟପିକ। ମାନେ କଣ ଯେଟାକୁ ଆମେ ଦେଖିବା ଗୋଟେ ଗୋଟେ କଣ କୁହନ୍ତି ନେମିଂ, ମାନେ ଯୋଉଟାକ ସଂଜ୍ଞାବାଚକ ମାନେ ଗୋଟେ ନାଁ ଗୁଡାକୁ ସୂଚଉଥିବ ସେଟା କଣ କୁହନ୍ତି ଆମର ବିଶେଷ୍ୟ ପଦ। ତେଣୁ ବିଶେଷ୍ୟ ପଦ ଫାଷ୍ଟ କି ପ୍ରକାର ଅଛି ନା ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ। ନାଁ ଅନୁସାରେ ତ ଆପଣ ଜାଣିପାରୁଥିବେ ଯେ ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବେଳେ ବେଳେ ଆପଣ ଭାବୁଥିବେ କଣ ଦେଇଥିବ ବ୍ୟକ୍ତିବାଚକ ଆପଣଙ୍କୁ ଦେଇନଥିବ ସଂଜ୍ଞାବାଚକ ଦେଇଥିବ ହେଲା। ତେଣୁ ବ୍ୟକ୍ତିବାଚକ ଯାହା ସଂଜ୍ଞାବାଚକ ବି ସେଇଆ। ସଂଜ୍ଞା ମାନେ କଣ ନାମକୁ ସୂଚଉଛି ବା ବ୍ୟକ୍ତିକୁ ସୂଚଉଛି। ତେଣୁ ସାଧାରଣ କଥା ଗୋଟେ ନାମକୁ ବା ବ୍ୟକ୍ତିକୁ ସୂଚଉଥିବ ଯଦି ସେ ହେଇପାରେ ଗୋଟେ ମଣିଷର ନା, ଗୋଟେ ସ୍ଥାନର ନା, ଗୋଟେ ବସ୍ତୁର ନା, ଯାହା ବି ହେଇଥାଇପାରେ। ଗୋଟେ ଯଦି ନାମକୁ ସୂଚଉଛି ବା ବ୍ୟକ୍ତିକୁ ସୂଚଉଛି ସେଟା ସଂଜ୍ଞାବାଚକ ବିଶେଷ୍ୟ ବୋଲି କୁହାଯାଏ। ଅପସନରେ ବ୍ୟକ୍ତିବାଚକ ନଥିବ ସଂଜ୍ଞାବାଚକ ଥିବ, ତେଣୁ ଆପଣ ଭାବିବେନି ଯେ ଏଟା ନାଁ ଅଛି ମାନେ ଗୋଟେ ସଂଜ୍ଞାବାଚକ ନୁହେଁ ବୋଲି। ତେଣୁ ବ୍ୟକ୍ତିବାଚକ ଯାହା ସଂଜ୍ଞାବାଚକ ସେଇଆ। ଏକ୍ସାମ୍ପଲ କହିବାକୁ ଗଲେ କଣ କପିଳାସ, କଟକ, ଏଟା ବାକ୍ୟର ଧର ବ୍ୟବହାର ହେଇଥିବ ଧର କଟକ ଓଡିଶାର ରାଜଧାନୀ ଥିଲା ହେଲା। ତେଣୁ ଏଠି କଣ ହବ କଟକ ହେଇଯିବ କଣ ବିଶେଷ୍ୟ ହେଇଯିବ। ତେଣୁ ବାକ୍ୟରେ ଆପଣ ଜାଣିପାରିବେ ଥିଲା ଗୋଟେ କ୍ରିୟା ହେଇଯିବ। ତେଣୁ ସେ ଅନୁସାରେ ଆସ୍ତେ ଆସ୍ତେ ଆମେ ପଢିବା। ତେଣୁ ନେମିଂ ୱାର୍ଡ ବା ଆମର କଣ ନାମକୁ ସୂଚଉଛି, ତେଣୁ ସେଥିପାଇଁ କଣ କୁହାଗଲା କପିଳାସକୁ ବା କଟକକୁ କଣ କହିଲା ବ୍ୟକ୍ତିବାଚକ ବା ସଂଜ୍ଞାବାଚକ। ତାପରେ ଆସିଲା ଜାତିବାଚକ, ଗୋଟେ ଜାତିକୁ ସୂଚଉଥିବ। ମାନେ ଜାତିବାଚକ କହିଲେ ତା ଅଣ୍ଡରରେ ବହୁତ ଗୁଡାକ ବ୍ୟକ୍ତି ଥିବେ, ଯେମିତି କି ଛାତ୍ର ହେଲା, ଛାତ୍ର, ପର୍ବତ, ସହର ହେଲା, ଅଣ୍ଡର ଥିବ ମାନେ ତାହାରି ଭିତରେ ହେଲା। ମାନେ କଣ ଜାତିବାଚକ କହିଲେ ତା ଭିତରେ ବହୁତ ଗୁଡାକ ବ୍ୟକ୍ତି ଆସିବ। ଯେମିତି ଛାତ୍ର କହିଲେ ତ ଜଣକୁ ଆପଣ କହିପାରିବେନି। ମାନେ ଧର କ୍ଲାସ ରୁମ ରେ କହିଲେ ଯେ ଶ୍ରେଣୀରେ
ବହୁତ ଛାତ୍ର ଅଛନ୍ତି ହେଲା। ଏଠି ଛାତ୍ର ଗୋଟେ ଯେକୌଣସି ଗୋଟେ ଲୋକକୁ ବୁଝେଇଲାଣି। ସେଠି ଯେତେ ଜଣ ପାଠ ପଢୁଛନ୍ତି ବା ସେ ଶ୍ରେଣୀଗୃହରେ ଯେତେ ଜଣ ଅଛନ୍ତି ସମସ୍ତଙ୍କୁ କଣ କଲା ଛାତ୍ର ବା ଛାତ୍ରୀ କୁହାଗଲା। ସେମିତି ପର୍ବତ ଗୋଟେ ଜାଗାକୁ ଆପଣ ଡେଫିନେଟ ଯେ ଏଇ ଜାଗାଟା ଆମେ ପର୍ବତ କହୁଛୁ ସେମିତି କିଛି ନାହିଁ। ତେଣୁ କଣ କହିଲେ ମନେ ରଖିଥିବେ ଜାତିବାଚକ କହିଲେ ତା ଭିତରେ ବହୁତ ଗୁଡାକ ବ୍ୟକ୍ତିବାଚକ ଯାଉଥିବ। ଦେଖିଦେବେ ସାଧାରଣ କଥା ଆପଣଙ୍କୁ ୱାର୍ଡ ଦେଇଥିବ ହେଲା, ଦେଖିଦେବେ ତା ଭିତରେ ବହୁତ ଗୁଡାକ ଯାଉଛି ନା ନାହିଁ। ଯଦି ଯାଉନଥିବ ଗୋଟେ ଡେଫିନେଟ ବୋଲି କହୁଛନ୍ତି, ଯେମିତି କଟକ ଆପଣ କହିଲେ କଟକ ଗୋଟେ ଡେଫିନେଟ ଜାଗାର ନାଁ ଅଛି, ତେଣୁ ସେଥିପାଇଁ ବ୍ୟକ୍ତିବାଚକ ହେଲା। କିନ୍ତୁ ସହର କହିଲା ସହର ଭିତରେ ବହୁତ ସହର ଅଛି ନା, ତେଣୁ ଦେଖିବେ ଯଦି ତା ଭିତରେ ବହୁତ ଗୁଡାକ ବ୍ୟକ୍ତିବାଚକ ଥିବ ତାହେଲେ ଏଟା କଣ ହବ ଜାତିବାଚକ। ନେକ୍ସଟ ଆସିବ କଣ ବସ୍ତୁବାଚକ ବିଶେଷ୍ୟ ହେଲା। ବସ୍ତୁବାଚକ ଭିତରେ ଏକ୍ସାମ୍ପଲ କଣ ମାଟି, କାଠ, ପାଣି। ବାସ୍ ଏଇଠି କଣ ହୁଏ ପିଲାମାନେ ଜାତିବାଚକ ବସ୍ତୁବାଚକ ଭିତରେ ସବୁବେଳେ କନଫ୍ୟୁଜ ଯେ ସାର୍ ଜାତିବାଚକ କାରଣ ଦେଖନ୍ତୁ ମାଟି ଆଉ ପର୍ବତ ଏଗୁଡା ଏହା ଭିତରେ କଣ କନଫ୍ୟୁଜନ ହୁଏ ଯେ ୟା ଭିତରେ ଜାତିବାଚକ କୋଉଟା ହବ ବସ୍ତୁବାଚକ କୋଉଟା ହବ। ତେଣୁ ପ୍ରଥମ କଥା ହଉଛି ଯେ ଆପଣ ଜାଣିବେ କେମିତିଆ ଯେ ବସ୍ତୁବାଚକ ହବ ବୋଲି। ବାସ୍ ଏଇଟା ଖାଲି ସର୍ଟକଟ ମନେ ରଖିଥାନ୍ତୁ। କଣ କରିବା ନା ଆପଣଙ୍କୁ ଯୋଉ ଶବ୍ଦଟା ଦେଇଛି ହେଲା ସେଇ ଶବ୍ଦଟାକୁ ଭାବିବେ ଯେ ଆମେ ତାକୁ ଭାଙ୍ଗିଦବା ବା କାଟିବା ଛୋଟ ଛୋଟ କରିଦବା, ଯାହା ଫଳରେ କି ସେଇ ଯୋଉ ଯେ ବସ୍ତୁ ବା ଯାହାର ନାଁ ଟା ଦେଇଛି ସେଇ ଜିନିଷ ଯଦି ଲାଷ୍ଟ ଆମକୁ ମିଳୁଛି ତାହେଲେ ସେଟା ବସ୍ତୁବାଚକ ହବ। ଯଦି ମିଳୁନାହିଁ ତାହେଲେ କଣ ହବ ଏଟା ଜାତିବାଚକ ହବ। ଯେମିତି କି ଆପଣଙ୍କୁ କହିବି କଣ ନା କାଠ। ହେଁ କାଠଟାକୁ ଆପଣ ଯେତେ କାଟନ୍ତୁ ଭାଙ୍ଗନ୍ତୁ ଗୁଣ୍ଡ କରନ୍ତୁ ଲାଷ୍ଟ ସେ ଆପଣଙ୍କୁ କାଠ ମିଳିବ ନା ନାହିଁ, ମିଳିବ। ତେଣୁ ସେଇଟା କଣ ହବ ବସ୍ତୁବାଚକ ହବ। ଯଦି ଆପଣଙ୍କୁ କହିଲା ଯେ ସାର୍ ଆମର ହଉଛି କଣ ନା ପର୍ବତ ହେଲା, ପର୍ବତକୁ ଆପଣ ଭାଙ୍ଗିଦେବେ ମାନେ ପଥରକୁ ଭାଙ୍ଗିକି ଗୁଣ୍ଡ ଗୁଣ୍ଡ କରିଦେଲେ ଆପଣଙ୍କୁ ଲାଷ୍ଟରେ ବାଲି ବା ମାଟି ମିଳିବ। ସେଇ ପର୍ବତ ମିଳିବ କି? ସେ ପର୍ବତ ଆପଣ ନେଇଆଇଲେ ଧର ଛୋଟିଆଟା ନେଇଆଇଲେ ତାକୁ ଭାଙ୍ଗି ଗୁଣ୍ଡ ଗୁଣ୍ଡ କରିଦେଲେ ସେ ପର୍ବତ ଲାଷ୍ଟ ଯୋଉଟା ରହିଲା ଏଟା ପର୍ବତ ମିଳିବ କି? ନା ମିଳିବ ଅଲଗା ମିଳିବ। ତ ସେଥିପାଇଁ ଏଟା ହବ ଜାତିବାଚକ। ସେଇଭଳିଆ ଆପଣଙ୍କୁ କହିବ ଯେ ଚେୟାର ହେଲା, ଚେୟାର ବା ଟେବୁଲ ଟେବୁଲକୁ ଆପଣ ଭାଙ୍ଗିଦେବେ ବା ଛୋଟ ଛୋଟ କରିଦେଲେ ସେ ଆପଣଙ୍କୁ ଯେତେବେଳେ ଲାଷ୍ଟ ଗୁଣ୍ଡଟା ମିଳିବ ଏଟା ଟେବୁଲ ମିଳିବ କି? ନା କଣ ମିଳିବ କାଠ ଗୁଣ୍ଡ ମିଳିବ। ତେଣୁ ଯଦି ଆପଣ କୋଶ୍ଚିନ ପଚାରିଛି ଟେବୁଲ ଟା କଣ ହବ ନା ସାର୍ ଜାତିବାଚକ ହବ। ଯଦି ଆପଣଙ୍କୁ କହିଥିବ ସାର୍ ଚେୟାର କଣ ହବ, ଚେୟାରକୁ ଭାଙ୍ଗିଦେଲେ ଆପଣ ଭାବିବେ ଚେୟାରକୁ ଭାଙ୍ଗିଦେଲେ ଛୋଟ ଛୋଟ କରିଦେଲେ ଯେ ଆମକୁ ଲାଷ୍ଟରେ କଣ ମିଳିବ ଚେୟାର ତ ମିଳିବନି। ତେଣୁ ଏଟା କଣ ହବ ଜାତିବାଚକ। ଯଦି ଚେୟାରକୁ ଭାଙ୍ଗି କାଟିକି ଲାଷ୍ଟ ସେଇ ଚେୟାର ମିଳନ୍ତା ତାହେଲେ ଏଟା ବସ୍ତୁବାଚକ ହେଇଥାନ୍ତା। ବୁଝିପାରିଲେ? ଆଉ କିଛି ଅସୁବିଧା ନାହିଁ ବସ୍ତୁବାଚକ ଆଉ ଜାତିବାଚକ ଭିତରେ। ନେକ୍ସଟ ଆସିବ କଣ ଗୁଣବାଚକ ବିଶେଷ୍ୟ। ଗୁଣବାଚକ ମାନେ କଣ ଗୋଟେ ଗୁଣକୁ ସୂଚାଉଥିବ ଯେମିତି କି ସତ୍ୟ, ସରଳତା, ଦରିଦ୍ର ଏଟା କିଛି ଆପଣଙ୍କୁ ବୁଝେ ନାହିଁ। ଗୋଟେ ଗୁଣକୁ ସୂଚାଉଥିବ ଯଦି ଜାଣିଦେବେ ତାହେଲେ ଏଟା ଗୁଣବାଚକ ବିଶେଷ୍ୟ। ଯେମିତି ଧର କହିଲା ସତ୍ୟ କହିଲେ ସତ୍ୟ କହି ସଦାବେଳେ ସତ୍ୟ କହିବା ଦରକାର। ତେଣୁ ଏଠି ସତ୍ୟ କଣ ହେଲା ଗୋଟେ ବିଶେଷ୍ୟ ଭାବରେ ୟୁଜ ହେଲା, ଆଉ ଗୋଟେ କଣ ଗୁଣବାଚକ ବିଶେଷ୍ୟ। କିଛି ଅସୁବିଧା ନାହିଁ ଏଟା। ନେକ୍ସଟ ହଉଛି କଣ କ୍ରିୟାବାଚକ ବିଶେଷ୍ୟ। ମାନେ ଗୋଟେ କ୍ରିୟାକୁ ଆମେ ବିଶେଷ୍ୟ ଆକାରରେ ବ୍ୟବହାର କରିଥିବା, ଯେମିତି କି ଲେଖା, ପଢା, ଭଜନ ହେଲା। ଲେଖା, ପଢା, ଭଜନ ଏଗୁଡା ସବୁ କଣ ଯଦି ବାକ୍ୟରେ ଗୋଟେ ବିଶେଷ୍ୟ ଆକାର ବ୍ୟବହାର ହେଇଥାଏ ଏଟା କ୍ରିୟାବାଚକ ବିଶେଷ୍ୟ ବୋଲି କହିବା। ଯେମିତି ମାନେ ବାକ୍ୟ ଗୋଟେ କହିବେ କଣ ଲେଖା ପଢା କରୁଥିବା ଲୋକ କେବେ ବି ଜୀବନରେ ହାରେ ନାହିଁ। ସେଠି ଲେଖା ପଢା ଯେଠି ରହିଲା ଏଟା ଗୋଟେ ସାଧାରଣତଃ କଣ କ୍ରିୟା। ଲେଖା ଗୋଟେ କଣ ଲେଖିବା ମାନେ ଲେଖିବାରୁ ଲେଖା ଆସିଛି, ତେଣୁ ଏଟା କ୍ରିୟାରୁ ଆସିଛି। ତେଣୁ ସେଥିପାଇଁ କଣ ହେଲା ଆଉ ବିଶେଷ୍ୟ ଭାବରେ ବ୍ୟବହାର ହେଇଛି ନା, ତେଣୁ ସେଥିପାଇଁ କଣ ହେଲା ଏଟା ନା କ୍ରିୟାବାଚକ ବିଶେଷ୍ୟ। ବୁଝିପାରିଲେ? ତେଣୁ ବିଶେଷ୍ୟ କେତେ ପ୍ରକାର ବ୍ୟକ୍ତିବାଚକ, ଜାତିବାଚକ, ବସ୍ତୁବାଚକ, ଗୁଣବାଚକ ଆଉ କ୍ରିୟାବାଚକ ଏତିକି ରହିଲା। ଏବେ ଇମ୍ପୋର୍ଟାଣ୍ଟ କଣ କ୍ୱେଶ୍ଚନ ପକାଏ। କ୍ୱେଶ୍ଚନ ହଉଛି କଣ ଆପଣଙ୍କୁ ଦେଇଦେଇଥିବ ଯେ ଗୋଟେ ୱାର୍ଡ ଦେଇଥିବ ଫକୀର ମୋହନଙ୍କୁ ଓଡିଶାର ପ୍ରେମଚାନ୍ଦ ବୋଲି କୁହାଯାଏ। ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ସବୁ ପରୀକ୍ଷାରେ ଦେଖି ଆପଣ ଏଇଭଳିଆ କ୍ୱେଶ୍ଚନ ପକଉଥିବ। ତେଣୁ ପଚାରିଥିବ ଆପଣଙ୍କୁ ଯେ ପ୍ରେମଚାନ୍ଦ ଏଠି କୋଉ ପ୍ରକାର କଣ ଏଇଟା ମାନେ କୋଉ ପ୍ରକାର ବିଶେଷ୍ୟ ହେଲା, ବା ଆପଣଙ୍କୁ ଦେଇଦେଇଛି ପ୍ରେମଚାନ୍ଦ ଏଠି କଣ ଜାଣିବି କେମିତିଆ। ଏଠି କଣ ହେଇଛି ଦେଖନ୍ତୁ ଫକୀର ମୋହନ ସାଧାରଣତଃ କଣ କହିଲି ଫକୀର ମୋହନକୁ ମାନେ ଏଟା ବିଶେଷ୍ୟ ହେଇଗଲା। ତାପରେ ଏଠି କଣ ହେଲା ଓଡିଶାର ପ୍ରେମଚାନ୍ଦ ବୋଲି କୁହାଯାଏ। ପ୍ରେମଚାନ୍ଦ ଆପଣଙ୍କୁ ଲାଗିବ ଯେ ଏଟା ସାର୍ ଗୋଟେ ବ୍ୟକ୍ତିର ନାଁ, ତେଣୁ ଏଟା କଣ ହବ ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ହବ। ତେଣୁ ଏଠି ହବନି କାରଣ ଦେଖନ୍ତୁ କଣ ହଉଛି ନା ଆମର ଫକୀର ମୋହନକୁ ଓଡିଶାର ପ୍ରେମଚାନ୍ଦ କହୁଛନ୍ତି। ଏଠି ଆମେ କହୁନୁ ଯେ ଗୋଟେ ବ୍ୟକ୍ତିର ନାଁ, ଏଠି କଣ କହୁଛନ୍ତି ଯେ ଆମର ଫକୀର ମୋହନକୁ ଓଡିଶାର ପ୍ରେମଚାନ୍ଦ। ପ୍ରେମଚାନ୍ଦ ଗୋଟେ ଜାତି ମାନେ ଏଇ ଯୋଉ ଫକୀର ମୋହନଙ୍କ କାମକୁ ଆମେ ତୁଳନା କରୁଛୁ କାହା ସହିତ ପ୍ରେମଚାନ୍ଦ ସହିତ। ତେଣୁ ଯେକୌଣସି ଗୋଟେ କାମକୁ ଆମେ ଯେତେବେଳେ କହୁଛୁ ସେଠି କଣ ଗୋଟେ ଜାତିକୁ ମାନେ ତାଙ୍କ ସେଇଭଳିଆ କାମ ଯେତେ ଜଣ କରିବେ ତାହେଲେ ଆମେ ତାଙ୍କୁ ପ୍ରେମଚାନ୍ଦ କହିପାରିବା। ଯେମିତି ଫକୀର ମୋହନକୁ ଧର ଆଗକୁ ଆଉ କିଏ ସେଇ କାମ କଲା ତେଣୁ ଆମେ କହିପାରିବା ଯେମିତି ଓଡିଶାର ଅଛି ସେଇଭଳିଆ ଧର ଆମେ କହିବା ଯେ ମଧ୍ୟପ୍ରଦେଶ ବା ଆନ୍ଧ୍ରପ୍ରଦେଶ ସେଠି ଧର ଜଣଙ୍କ ନାଁ ଥିବ କଣ
ଧର ଫକୀରା, ଫକୀରାକୁ କଣ କୁହାଯାଏ? ଆନ୍ଧ୍ରପ୍ରଦେଶର ପ୍ରେମଚାନ୍ଦ ବୋଲି କୁହାଯାଏ। ତେଣୁ ଏଠି ପ୍ରେମଚାନ୍ଦ ଆମେ କଣ ହଉଛି ତାଙ୍କର ଯୋଉ କାମ ପାଇଁ ବ୍ୟବହାର କଲୁ, ମାନେ ଏଟା ଡେଫିନେଟ ଜଣଙ୍କ ନାଁ ପାଇଁ ନୁହେଁ, ତାଙ୍କର କର୍ତ୍ତବ୍ୟ ଇଏ ପାଇଁ ଆମେ ବହୁ ଜଣଙ୍କ ନାଁକୁ ପ୍ରେମଚାନ୍ଦ ଭାବରେ ବ୍ୟବହାର କରିପାରିବା। ତେଣୁ ଏଟା ପ୍ରେମଚାନ୍ଦ କଣ ହେଲା, ବହୁ ଜଣଙ୍କ ଭାବେ ବ୍ୟବହାର କଲୁ। କଣ କଣ କହିଥିଲି, ବହୁ ଜଣଙ୍କ ଯଦି ବ୍ୟବହାର କରୁ ଗୋଟେ ନାଁକୁ, ତାହେଲେ ସେଟା କଣ ହବ, ଜାତିବାଚକ ହବ। ତେଣୁ ବୁଝିପାରିଲେ, ତେଣୁ ଫକୀର ମାନେ ଏଠି କଣ ହେଇଯିବ, ବିଶେଷ୍ୟ ହେଇଯିବ, ମାନେ ବ୍ୟକ୍ତିବାଚକ। ଆଉ ପ୍ରେମଚାନ୍ଦ କଣ ହେଇଯିବ, ଜାତିବାଚକ ବିଶେଷ୍ୟ। କାହିଁକି ହେଲା, ଗୋଟେ ନାଁ ରହିଲେ ବ୍ୟକ୍ତିବାଚକ ଆମେ ଜାତିବାଚକ କାହିଁକି କହିଲୁ ନା, ଏଟା ଗୋଟେ ଡେଫିନେଟ ନା ଲୋକକୁ ବୁଝଉନାହିଁ, ତାର ଯେକୌଣସି କାମକୁ ମାନେ ଯେତେଜଣ କଲେ ବି ତାକୁ ଆମେ ପ୍ରେମଚାନ୍ଦ କହିପାରିବା। ନେକ୍ସଟ ଏମିତି ଗୋଟେ କଣ ଅଛି, କଟକକୁ ଓଡିଶାର କଲିକତା କୁହାଯାଏ। କଲିକତା ଗୋଟେ ସ୍ଥାନର ନାଁ ହେଲେ ବି ସେ କଣ କହୁଛି, କଟକକୁ ଓଡିଶାର କଲିକତା, ମାନେ କଟକରେ ଏମିତି ଜାଗାଟେ ଓଡିଶାରେ ଆମେ ତାକୁ କଲିକତା କହୁଛୁ। ମାନେ କଲିକତାକୁ କମ୍ପେୟାର କରୁଛୁ ଆମେ କଣ, ମାନେ ସେଇଭଳିଆ ଜାଗା ଯୋଉଠି ବି ଥିବ ଆମେ ତାକୁ କଲିକତା ବୋଲି କହିପାରିବା। ଯେମିତି ଧର କଟକକୁ କହିଲେ, ସେମିତି ଧର ଆନ୍ଧ୍ରପ୍ରଦେଶ ସେମିତି ଗୋଟେ ଜାଗା ଥିବ, ସେମିତି ତାକୁ ଆମେ କଲିକତା ସହିତ ତୁଳନା ବି କରିପାରିବା। ବୁଝିପାରିଲ, କିଛି ଅସୁବିଧା ନାହିଁ। ତେଣୁ ଏଠି କଣ ହେଇଯିବ, କଟକକୁ ଆମେ ବ୍ୟକ୍ତିବାଚକ କହିବା, କଲିକତାକୁ କଣ କହିବା, ଜାତିବାଚକ ବିଶେଷ ବୋଲି କହିବା। ସରିଲା ବିଶେଷ୍ୟ। ଏବେ ଦେଖିବା କଣ, ସର୍ବନାମ। ସର୍ବନାମ କହିଲେ କଣ, ଫାଷ୍ଟ କଥା ଯେ ସମସ୍ତେ ଜାଣିଥିବେ କଣ, ସର୍ବନାମ ମାନେ ହଉଛି କଣ, ବିଶେଷ୍ୟ ବଦଳରେ ଆମେ ଯାହାକୁ ବ୍ୟବହାର କରିବା, ମାନେ ବିଶେଷ୍ୟ ଆମେ ବାରମ୍ବାର ବ୍ୟବହାର କରିବାନି, ତା ବଦଳରେ ଯାହା ଆମେ ବ୍ୟବହାର କରିବା ସେଟା କଣ କୁହନ୍ତି, ସର୍ବନାମ ବୋଲି କୁହନ୍ତି। ସର୍ବନାମ, ତେଣୁ ଦେଖିବା ଫାଷ୍ଟ ସର୍ବନାମ ହଉଛି କଣ, ଏଇଟା ସାଧାରଣ କଥା, ପରୀକ୍ଷାରେ ଏମିତି ଡାଇରେକ୍ଟ ପଚାରିନି ଯେ ଆମେ ବିଶେଷ୍ୟ ବଦଳରେ ଯାହାକୁ ବ୍ୟବହାର କରୁ ସର୍ବନାମ। ତେଣୁ କ୍ୱେଶ୍ଚନ ଯେମିତି ପଡୁଛି ସେଇଭଳିଆ ଆକାରରେ ପଢିବା। କଣ ଅଛି, ଫାଷ୍ଟ କୋଉ ପ୍ରକାର ନା, ପୁରୁଷବାଚକ ବା ବ୍ୟକ୍ତିବାଚକ ସର୍ବନାମ ହେଲା। ପୁରୁଷବାଚକ ବା ବ୍ୟକ୍ତିବାଚକ ସର୍ବନାମ କହିଲେ କଣ ବୁଝେ ନା, ମୁଁ, ଆମ୍ଭେ, ତୁ, ତୁମେ, ଏଗୁଡା ସବୁ କଣ ଗୋଟେ ପୁରୁଷ ବା ବ୍ୟକ୍ତି ବଦଳରେ ଆମେ ବ୍ୟବହାର କରୁ। ତେଣୁ ସେଥିପାଇଁ କଣ କହିବା, ପୁରୁଷବାଚକ ବ୍ୟକ୍ତିବାଚକ। ଯଦି ଆପଣ ଏକ୍ସାମ୍ପଲ ନେଇପାରିବେ, ରାମ ଓ ଶ୍ୟାମ କାଲି କଲିକତା ଯିବେ ହେଲା। ଆଉ ତାପର ବେଳକୁ ବାରମ୍ବାର ଧର ରାମ ଶ୍ୟାମ କଲିକତା ଯାଇ ସେଠାରେ ଚାକିରି କରିବେ ହେଲା। ଏଇଟା ଯଦି ବାରମ୍ବାର ଗୋଟେ ୱାର୍ଡକୁ ଲେଖିବା ଆକାର ଆମେ କଣ କରିବା, ଲେଖିବା ସେମାନେ। ସେମାନେ କଲିକତା ଯାଇ ସେଠାରେ ଗୋଟିଏ ଦୋକାନରେ କାମ କରିବେ ହେଲା। ତେଣୁ ସେଟା ଆମେ କଣ କଲୁ, ଗୋଟେ ବ୍ୟକ୍ତି ବା ପୁରୁଷ ବଦଳରେ ବ୍ୟବହାର କଲୁ। ତେଣୁ ସେଥିପାଇଁ କଣ ଏଇଟା କୁହାଯିବ, ପୁରୁଷ ବା ବ୍ୟକ୍ତିବାଚକ ସର୍ବନାମ। ତେଣୁ ଏତେ ଇମ୍ପୋର୍ଟାଣ୍ଟ ନାହିଁ, ଆପଣ ଦେଖିଲେ ବି ଜାଣିପାରିବେ ଯେ ପୁରୁଷ ବା ବ୍ୟକ୍ତିବାଚକ ସର୍ବନାମ କାହାକୁ କୁହାଯାଏ। ତେଣୁ ନେକ୍ସଟ ଦେଖିବା କଣ ନା, ପ୍ରଶ୍ନବାଚକ ସର୍ବନାମ। ପ୍ରଶ୍ନବାଚକ ସର୍ବନାମ ମାନେ କଣ, ଆମେ ଗୋଟେ କଣ କରିଥିବା ନା, ପ୍ରଶ୍ନବାଚକ ଭଳିଆ ଯେମିତି କିଏ, କେଉଁ, ଏଗୁଡା ଯଦି ବ୍ୟବହାର କରିଥିବା, ତାହେଲେ କଣ ଏଗୁଡା ପ୍ରଶ୍ନବାଚକ ସର୍ବନାମ। ଜାଣିପାରିବେ ଆପଣ ସାଧାରଣତଃ କିଏ କଣ ଲଗାଇଥିବେ ଯଦି ବିଶେଷ୍ୟ ବଦଳରେ କିଏ ସେଠାକୁ ଯାଇଥିଲା। ତେଣୁ ଗୋଟେ ଯେକୌଣସି ବିଶେଷ୍ୟ ବଦଳରେ ଆମେ ବ୍ୟବହାର କରୁଛୁ, ଯେକୌଣସି ବ୍ୟକ୍ତି ବା ଯେକୌଣସି ପଦାର୍ଥ ବା ଯାହା ବଦଳରେ ଆମେ ବ୍ୟବହାର କରୁଛୁ, କିଏ, କଣ ହେଲା। ତେଣୁ ସେଥିପାଇଁ କଣ ହେବ, ପ୍ରଶ୍ନବାଚକ। ଯାହା ଦ୍ୱାରା ଆମେ ପ୍ରଶ୍ନ ପଚାରିବା ଯେ ଯାହା ଆକାରରେ, ତେଣୁ ସେଟା କଣ ହେଇଯିବ, ପ୍ରଶ୍ନବାଚକ ସର୍ବନାମ। ତାପରେ ନେକ୍ସଟ ଆସିଲା କଣ, ନିର୍ଦ୍ଦେଶାତ୍ମକ ସର୍ବନାମ। ଯାହା ଦ୍ୱାରା କି ଗୋଟେ ନିର୍ଦ୍ଦେଶ ଆମକୁ ସୂଚନା ମିଳୁଥିବ ତାକୁ କଣ କହିବା, ନିର୍ଦ୍ଦେଶାତ୍ମକ। ଯେମିତି କି ଏ, ଏହି, ସେ, ସେହି, ଗୋଟେ ନିର୍ଦ୍ଦେଶ ଆକାରରେ ମିଳୁଛି। ଏଇଠାରେ ସେଇ ବସ୍ତୁଟି ରଖ। ତେଣୁ ସେ କହିଲା ମାନେ ଏଇଠାରେ ମାନେ କଣ, ସେ ଗୋଟେ ନିର୍ଦ୍ଦେଶ ଦେଲା। ତେଣୁ ସେଇଥିପାଇଁ କଣ ହବ, ଏଇଟା ନିର୍ଦ୍ଦେଶାତ୍ମକ ସର୍ବନାମ। ଏଇଟା ଦେଖିଲେ ବି ଜାଣିପାରିବେ, ଏ, ଏହି, ସେ, ସେହି, ସେଇ କାମଟିକୁ କର, ନିର୍ଦ୍ଦେଶ ଆକାରରେ ଯୋଉଗୁଡାକ ଆମେ ବ୍ୟବହାର କରୁଛୁ, ତେଣୁ କଣ ହୁଏ, ଯୋଉ ପଦ୍ରକ ବ୍ୟବହାର କରୁ ସେଟା କଣ କୁହାଯାଏ, ନିର୍ଦ୍ଦେଶାତ୍ମକ ସର୍ବନାମ। ତାପରେ ଆସିଲା ଆପେକ୍ଷିକ ବା ସମ୍ବନ୍ଧବାଚକ। ଏଇଟା ଇମ୍ପୋର୍ଟାଣ୍ଟ ଅଛି, ଆପେକ୍ଷିକ ବା ସମ୍ବନ୍ଧବାଚକ ସର୍ବନାମ କାହାକୁ। ଆପେକ୍ଷିକ ବା ସମ୍ବନ୍ଧବାଚକ କହିଲେ କଣ, ଯେ, ସେ, ଯାହା, ତାହା, ଯେପରି, ସେପରି। ଆପେକ୍ଷିକ କହିଲା ମାନେ ହଉଛି ଜଣେ ବା ଗୋଟିଏ ପଦ ଆଉ ଗୋଟେ ପଦ ଉପରେ କଣ କରୁଥିବ, ପୁରାପୁରି ଡିପେଣ୍ଡେଣ୍ଟ ଥିବ। ଇଏ ଯେମିତିଆ କାମ କରିବ ସିଏ ବି ସେମିତିଆ କାମ କରିବ। ଯେମିତି କି ଯେପରି ସେପରି, ଯେପରି କର୍ମ କରିବ ସେପରି ଫଳ ପାଇବ ହେଲା। ତେଣୁ ଯେପରି ସେପରି ଲାଗିଥିବ, ଯୋଉଠି ଯଦି ପଚାରିବ ଯେପରି ସେପରି, ଏଠି କଣ କଣ ଆପେକ୍ଷିକ। ମାନେ ଦେଖି ଆପଣ ଯଦି ଅପେକ୍ଷା କରୁଥିବେ, ଏ ସେଣ୍ଟେନ୍ସ ଯଦି ଆପଣ କାଟିଦେବେ, ତା ପର ସେଣ୍ଟେନ୍ସର କୌଣସି ମୂଲ୍ୟ ରହିବ ନାହିଁ। ଯେପରି କର୍ମ କରିବେ ସେପରି ଫଳ ପାଇବେ ହେଲା। ଆପଣ କାଟିଦେବେ ଯେପରି କର୍ମ କରିବେ, ତେଣୁ ସେପରି ଫଳ ପାଇବେ। ଏଇଟା କିଛି ମାନେ ମିନିଂ ବୁଝୁଛି କି ନା। ତେଣୁ ସେଥିପାଇଁ ଆପେକ୍ଷିକ ମାନେ କଣ, ଆଉ ଗୋଟେ ପଦକୁ ସିଏ କଣ କରିଥିବ, ଅପେକ୍ଷା କରିଥିବ। ଆପେକ୍ଷିକ ଅନ୍ୟ ନାମ କଣ, ସମ୍ବନ୍ଧବାଚକ। ଯେଟା କି ସମ୍ବନ୍ଧ କହିଲି, ଯେ ଗୋଟିଏ ଆଉ ଗୋଟେ ମଧ୍ୟରେ କଣ ସମ୍ପର୍କ ସ୍ଥାପନ କରୁଛି, ସେଥିପାଇଁ କଣ କୁହାଯିବ, ସମ୍ବନ୍ଧବାଚକ ସର୍ବନାମ ବୋଲି କୁହାଯିବ। ନେକ୍ସଟ ଦେଖିବା କଣ ଅଛି, ନିମ୍ନାୟକ ସର୍ବନାମ। ନିମ୍ନାୟକ ସର୍ବନାମ କଣ ନା, ନିମ୍ନୟ କରୁଥିବ। ଯେମିତି କି ବିଶେଷ ପଦକୁ ନିମ୍ନୟ କରୁଥିବ, ମାନେ ସେଇ ପଦ ଦ୍ଵାରା ଆମେ ସିଏ କଣ କରୁଥିବ ନା, ବିଶେଷ ପଦକୁ ପୁରା ନିମ୍ନୟ ମାନେ ଡେଫିନେଟ କରୁଥିବ। ଯେମିତି କି ଉଭୟେ, ପ୍ରତ୍ୟେକ, ସମସ୍ତ, ଅପାର, ଅନ୍ୟ ହେଲା। ଉଭୟେ ଯେମିତି କି ଆପଣ ଲେଖିଲେ, ଯେମିତି କହିଥିଲେ ରାମ ଶ୍ୟାମ କଲିକତା ଯିବେ, ତାପରେ ଲେଖିଥିବ ଉଭୟେ ମିଶି ସେଠାରୁ ଦିଲ୍ଲୀ ଯିବେ ହେଲା। ଏଠି ଯୋଉ ଉଭୟ ରହିଲା ସେ କଣ କଲା, ପୁରା ଡେଫିନେଟ କରିଦେଲା କାହାକୁ, ବିଶେଷ୍ୟ ପଦକୁ। ତେଣୁ ସେଥିପାଇଁ ୟାକୁ କଣ କଲା, ନିମ୍ନାୟକ। ମାନେ ପୁରା ବିଶେଷ ପଦକୁ ସେ ନିମ୍ନୟ କରିଦବ ହେଲା। ସେଟା କଣ କୁହାଯିବ, ନିମ୍ନାୟକ ସର୍ବନାମ। ତେଣୁ ଜାଣିପାରିବେ, ପ୍ରତ୍ୟେକ, ସମସ୍ତେ, ଅପାର, ଅପର, ଅନ୍ୟ ହେଲା, ସେଗୁଡା କଣ ହେଇଯିବ, ନିମ୍ନାୟକ। ମାନେ ପୁରା ବିଶେଷ ପଦକୁ ସିଏ ଡେଫିନେଟ କରିଦଉଥିବ। ତାପରେ ଆସିଲା କଣ, ଆତ୍ମବାଚକ ସର୍ବନାମ।
ଆତ୍ମବାଚକ ମାନେ କଣ? ଆତ୍ମ ମାନେ ନିଜ, ହେଁ ତେଣୁ ସେଥିପାଇଁ କଣ ଆପଣା ନିଜର ହେଲା, ଯେତେବେଳେ ନିଜ କଥା ଆସିଯିବ ଆପଣା ନିଜର ସେଇଟା ଆତ୍ମବାଚକ ସର୍ବନାମ। ତେଣୁ କିଛି ଏଟା ଇମ୍ପୋର୍ଟାଣ୍ଟ ମାନେ ସେତେ ଡିଫିକଲ୍ଟ ନାହିଁ। ନେକ୍ସଟ ହଉଛି କଣ? ସମୁଚ୍ଚୟ ବା ସମୁଚ୍ଚୟ ବୋଧକ ସର୍ବନାମ ହେଲା। ଏଇଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ସର୍ବନାମ ଭିତରେ। ସମୁଚ୍ଚୟ ବା ସମୁଚ୍ଚୟ ବୋଧକ ସର୍ବନାମ କହିଲେ କଣ? ଦୁଇଟି ବାକ୍ୟକୁ ଯଦି ସଂଯୋଗ କରୁଥିବ ଯେ ପଦଟା ଆଉ ସେ କଣ କରୁଥିବ ବିଶେଷ ବଦଳରେ ବ୍ୟବହାର ହେଇଥିବ ହେଲା। ସର୍ବନାମ କଣ? ବିଶେଷ ବଦଳରେ ବ୍ୟବହାର କରିଥିବ ଆଉ କଣ ହେଇଥିବ ନା ଦୁଇଟି ବାକ୍ୟକୁ ସଂଯୋଗ କରୁଥିବ। ଦିଟା କାମ କରୁଥିବ, ଗୋଟେ ବିଶେଷ ବଦଳ ବ୍ୟବହାର ହେଇଥିବ ପ୍ଲସ ଦୁଇଟି ବାକ୍ୟକୁ ଯଦି ସଂଯୋଗ କରୁଥିବ ତାକୁ କଣ କହିବେ? ସମୁଚ୍ଚୟ ବା ସମୁଚ୍ଚୟ ବୋଧକ ସର୍ବନାମ। ଯେମିତି କି ଯେ ହେଲା, ଯହିଁ, ଯାହା, ଏଥି, ତୁହି ହେଲା। ଏଗୁଡା କଣ ହଉଛି ନା ଦିଟା ବାକ୍ୟକୁ ସେ କଣ କରୁଛି? ସଂଯୋଗ କରୁଛି ପ୍ଲସ କଣ କରୁଛି ନା ଗୋଟେ ବିଶେଷ ବଦଳରେ ବ୍ୟବହାର ହଉଛି। ତାକୁ କଣ କହିବା ତାହେଲେ ଆମେ? ସମୁଚ୍ଚୟ ବୋଧକ ସର୍ବନାମ। ଗୋଟେ ଏକ୍ସାମ୍ପଲ କହିତେ ଗଲେ କଣ ହବ? ଯେ ଆଜି ଗୋପବନ୍ଧୁ ଆଉ ନାହାନ୍ତି, ଯେ ବନ୍ୟା ସମୟରେ ଘରକୁ ଘର ବୁଲି ଲୋକଙ୍କ ଦୁଃଖ ବୁଝୁଥିଲେ। ଏଠି କଣ ଅଛି? ଯେ ଟା କଣ କରୁଛି ନା ସେ ବ୍ୟବହାର ହେଇଛି କାହା ପାଇଁ? ନା ଆମର ଗୋପବନ୍ଧୁ ପାଇଁ। ଆଉ କଣ ହଉଛି? ସେ ଦିଟା ବାକ୍ୟକୁ କଣ କରୁଛି? ସଂଯୋଗ କରୁଛି। ଯେମିତି କି କଣ କହିଲି? ଆଜି ଗୋପବନ୍ଧୁ ନାହାନ୍ତି ଯେ ବନ୍ୟା, ଯେ ବ୍ୟବହାର ହେଇଛି କାହା ପାଇଁ? ଗୋପବନ୍ଧୁ ପାଇଁ। ପ୍ଲସ କଣ କରୁଛି? ସେ ଦିଟା ବାକ୍ୟକୁ ସଂଯୋଗ କରୁଛି। ଫାର୍ଷ୍ଟ ବାକ୍ୟ କଣ କରିଥିଲା? ଆଜି ଗୋପବନ୍ଧୁ ଆଉ ନାହାନ୍ତି ପ୍ଲସ ବନ୍ୟା ସମୟରେ ଘର ଘର ବୁଲି ଲୋକଙ୍କ ଦୁଃଖ ବୁଝୁଥିଲେ। ବୁଝିହେଲା? ସେମିତି ଗୋଟେ ଏକ୍ସାମ୍ପଲ ଯଦି ଆମେ କହିବେ ଅଲଗା, ଏମିତି ଲୋକ କେହି ନାହାନ୍ତି ଯେ ଜୀବନରେ ଥରକ ପାଇଁ ମିଛ କହିନାହାନ୍ତି। ଏଠି ଯେ କଣ ହେଲା? ଏମିତି ଲୋକ ପାଇଁ ୟୁଜ ହେଲା ପ୍ଲସ ଦିଟା ବାକ୍ୟକୁ କଣ କରାଗଲା? ସେ ଯୋଡ଼ିଲା। ତେଣୁ ସେଇଟା କଣ କୁହାଯିବ? ସମୁଚ୍ଚୟ ବୋଧକ ବା ସମୁଚ୍ଚୟ ସର୍ବନାମ। ବୁଝିପାରିଲେ? ବାସ୍, ଏବେ ସର୍ବନାମ ସରିଲା। ଏବେ କଣ ପଢିବା ନା ବିଶେଷଣ। ବିଶେଷଣ କଣ କହିଲେ? ଗୋଟେ ବିଶେଷର ଯେକୌଣସି ଗୁଣକୁ ଯଦି ଗୁଣ ହେଇପାରେ, ଅବସ୍ଥା ହେଇପାରେ, ସଂଖ୍ୟା ହେଇପାରେ, ପରିମାଣ, ଏଗୁଡା ସବୁ ଡେଫିନେସନ ଆକାରରେ ଯିବ। ଯଦି ସେ ସୂଚଉଥିବ ତାହେଲେ କଣ କହିବା? ତାକୁ ବିଶେଷଣ ଭାବେ କହିବା। ତେଣୁ ବିଶେଷଣ ସାଧାରଣତଃ ଯଦି ଆମେ କହିବା ଯେ ଦୁଇ ପ୍ରକାର। ଫାର୍ଷ୍ଟ ହଉଛି ମୁଖ୍ୟତଃ ଯଦି ଆମେ ଭାବ ବା ନାମ ଦୃଷ୍ଟିରୁ ଦେଖିବା, ଗୋଟେ ନାମ ବିଶେଷଣ ହେଇପାରେ, ଗୋଟେ ଭାବ ବିଶେଷଣ। ଯେଟା ନାମକୁ ସୂଚଉଥିବ ସେଟା ନାମ ହେଇପାରିବ ନାମ ବିଶେଷଣ। ଆଉ ଯଦି ଭାବକୁ ସୂଚଉଥିବ ତାହେଲେ ଭାବ ବିଶେଷଣ। ଯେମିତି କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ ପଦକୁ ଆମେ ଭାବ ବିଶେଷଣ ବୋଲି କହିଥାଉ ହେଲା। ତ ସେଟା ସେତେ ଇମ୍ପୋର୍ଟାଣ୍ଟ ନାହିଁ। ଏବେ ଦେଖିବା କଣ ଅଛି? ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ନିର୍ଦ୍ଦିଷ୍ଟତା ଦୃଷ୍ଟିରୁ ତାକୁ ଡିଭାଇଡ କରାଯାଇଛି। ଯେମିତି କି ଫାର୍ଷ୍ଟ ହଉଛି କଣ? ଗୁଣବାଚକ ବିଶେଷଣ। ଗୁଣବାଚକ ବିଶେଷଣ କଣ କହିଲେ? ଗୋଟେ ବିଶେଷଣର ଗୋଟେ କଣ କରୁଥିବ? ଗୁଣକୁ ସୂଚଉଥିବ। ମାନେ କଣ? ଯେମିତି କି ରକ୍ତ ମନ୍ଦାର ହେଲା, ମଧୁର ଜଳଧର ଅଛି। ତେଣୁ ଏଠି କଣ ଅଛି? ମନ୍ଦାର ହଉଛି ବିଶେଷ ପଦ, କିନ୍ତୁ ରକ୍ତଟା କଣ ହଉଛି? ରକ୍ତ ମନ୍ଦାର କହିଲେ ମନ୍ଦାର ଗୋଟେ ଗୁଣକୁ ସୂଚଉଛି। ଯେମିତି କି ମଧୁର ଜଳ, ଜଳ ତ ଗୋଟେ କଣ ହେଲା ନା ଆମର ବିଶେଷ ପଦ ହେଲା। ଜଳ କୋଉ ପ୍ରକାର ଜଳ? ମଧୁର ଜଳ। ତେଣୁ ଗୋଟେ ଗୁଣକୁ ସୂଚଉଛି। ତେଣୁ ଏଟା କଣ ହେଇଯିବ? ଗୁଣବାଚକ ବିଶେଷଣ ହେଲା। ଏଟା ସେତେ ଇମ୍ପୋର୍ଟାଣ୍ଟ ନାହିଁ, ଆପଣ ଜାଣିପାରିବେ, ଡିଫିକଲ୍ଟ ସେତେ ନାହିଁ। ନେକ୍ସଟ ଅଛି କଣ? ଅବସ୍ଥାବାଚକ ବିଶେଷଣ। ଗୋଟେ ଅବସ୍ଥାକୁ ସୂଚଉଥିବ, ଯେମିତି କି ଦୁର୍ବଳ ମଣିଷ ହେଲା, ଅସୁସ୍ଥ ବ୍ୟକ୍ତି। ବ୍ୟକ୍ତି ଗୋଟେ କଣ ହେଲା? ବିଶେଷ ହେଲେ ତାର ଗୋଟେ ଅବସ୍ଥାକୁ ସୂଚଉଛି। ଯେମିତି ଭଙ୍ଗା ଘର, ତଟକା ପନିପରିବା, ଅବସ୍ଥାବାଚକ ବିଶେଷଣ। ଏଟା ସେତେ ଡିଫିକଲ୍ଟ ନାହିଁ, ଆପଣ ବୁଝିପାରିବେ, କିଛି ନାହିଁ। ନେକ୍ସଟ ଅଛି କଣ? ସଂଖ୍ୟାବାଚକ ବିଶେଷଣ। ସଂଖ୍ୟାବାଚକ ବିଶେଷଣ ସଂଖ୍ୟା ଗୋଟେ ସୂଚଉଥିବ ହେଲା। ବିଶେଷ ଗୋଟେ ସଂଖ୍ୟା, ଯେମିତି 12 ମାସ ହେଲା, ଅଗଣିତ ତାରା। ତାରା ତ ଗୋଟେ କଣ ହେଲା? ବିଶେଷ ହେଲା। ଅଗଣିତ ମାନେ ଗୋଟେ ସଂଖ୍ୟାକୁ ବୁଝଉଛି। ତେଣୁ ଏଟା ଅଗଣିତ ତାରା କହିଲେ, ଅଗଣିତ କହିଲେ କଣ ହବ? ତାରା, ତାରାର ଗୋଟେ ଗୁଣକୁ ମାନେ ସଂଖ୍ୟାକୁ ସୂଚଉଛି। ତେଣୁ ଏଟା କଣ ହେଇଯିବ? ସଂଖ୍ୟାବାଚକ ବିଶେଷଣ। ଅଗଣିତ କେବେ ମାରିବେନି, ପରିମାଣ। ଗଣିତ କଣ ହବ? ସଂଖ୍ୟାବାଚକ ବିଶେଷଣ। ବୁଝିପାରିଲେ? ନେକ୍ସଟ ଦେଖିବା ପରିମାଣ। ପରିମାଣ କହିଲେ ଗୋଟେ ପରିମାଣକୁ ସୂଚଉଥିବ। ଯେମିତି କି ପରିମାଣବାଚକ କମ, ବେଶୀ, ଅଳ୍ପ ହେଲା, ବୋଝେ ହେଲା। କମ ମାନେ କଣ? କମ ପାଣି ହେଲା। ପାଣି ଗୋଟେ ବିଶେଷ ହେଲା। ପାଣିର ଗୋଟେ ପରିମାଣକୁ ମାନେ କେତେ, ଗୋଟେ ସଂଖ୍ୟା ଆଉ ପରିମାଣ ଭିତରେ ସମ୍ପର୍କ କଣ? ସଂଖ୍ୟା ଗୋଟେ କହିଲେ ଡେଫିନିଟ ଗୋଟେ ଅଙ୍କକୁ ବୁଝଉଥିବ। ଏଠି ଅଗଣିତ ତାରା ମାନେ କଣ? ତାରାକୁ ଆପଣ ଗଣି ପାରିବେନି, ସେଇଥିପାଇଁ ଅଗଣିତ ୟୁଜ ହେଲା। ହେଲା, ଯଦି ତାରାକୁ ଗଣି ହେଇଥାନ୍ତା ଆମେ ଯଦି ଲେଖିଥାନ୍ତେ 1200 ତାରା, ଦେଲେ ଏଇ ଯୋଉ 1200 ଟା କଣ ହେଇଥାନ୍ତା? ସଂଖ୍ୟାବାଚକ ହେଇଥାନ୍ତା। ତେଣୁ ପରୀକ୍ଷାରେ ବାରମ୍ବାର ଏଟା ପଚାରେ, ଅଗଣିତ ତାରା, ତାରାକୁ କେବେ ଗଣି ପାରିବେ କି ଆପଣ? ସେଥିପାଇଁ ଅଗଣିତ କଣ ହେଇଯିବ? ସଂଖ୍ୟାବାଚକ ବିଶେଷଣ। କିନ୍ତୁ ଏଠି ପରିମାଣବାଚକ ବିଶେଷଣ କଣ କହିଲେ? ଯାହାକୁ ଆମେ ଗଣି ପାରିବାନି, ସେଠି ଗୋଟେ ନିର୍ଦ୍ଦିଷ୍ଟ ଗୋଟେ ପଦ ବସେଇବା ହେଲା, ଯାହା ଦ୍ୱାରା କି ସେଟା ଆମେ ବୁଝିପାରୁଥିବା। ତେଣୁ ଏଟା କମ ପାଣି ହେଲା। କମ ପାଣି, କମ ଟା କଣ ହେଲା? ପରିମାଣକୁ ସୂଚେଇଲା। ଅଳ୍ପ, ଅଳ୍ପ ଥଣ୍ଡା ହେଲା। ଏଇଭଳିଆ ବୋଝେ ନଳିତା ହେଲା। ବୋଝେ ନଳିତା, ନଳିତା ବିଶେଷ ହେଲା, ତାର ଗୋଟେ ପରିମାଣକୁ ସୂଚେଇଲା। ବୋଝେ ଆମେ କୋଉଠି ମାପିଥାନ୍ତେ କି? ଯଦି ମାପିଥାନ୍ତେ 1 କେଜି ନଳିତା ହେଲା, ସେଟା ସଂଖ୍ୟାବାଚକ ହେଇପାରିଥାନ୍ତା ବା ଆଉ କିଛି ହେଇଥାନ୍ତା। ତେଣୁ ଏଠି କଣ ହେଲା? ଏଠି କଣ ହେଲା? ଗୋଟେ ଡେଫିନେଟ କିଛି ସଂଖ୍ୟାକୁ ବୁଝେଇଲାନି, ସେଟା ପରିମାଣକୁ ସୂଚେଇଲା। ବୁଝିପାରିଲେ? ନେକ୍ସଟ ଆସିଲା କଣ? ପୂରଣବାଚକ। ପୂରଣବାଚକ ସାଧାରଣ କଥା ଆପଣ ଗଣିତରେ ପଢିଥିବେ, ପଞ୍ଚମ, ପ୍ରଥମ, ଦ୍ୱିତୀୟ ହେଲା। ଏଟା ଯଦି ଥିବ ତାହେଲେ କଣ କଣ ହବ? ପଞ୍ଚମ ସ୍ଥାନ ହେଲା। ସ୍ଥାନ ହେଲା ବିଶେଷ୍ୟ, ପଞ୍ଚମ ହେଲେ କଣ? ପୂରଣବାଚକ। ବୁଝିପାରିଲେ?
डिफिकल्ट नहीं। तापर रहला विशेषणर विशेषण ହେଲା ଯଦି ଆମେ କଣ କରିବା ନା ଗୋଟେ ବିଶେଷ ସାଧାରଣତଃ ପାଇଁ ୟୁଜ ହେଇ କଣ ବିଶେଷଣ ଯଦି ସେଇ ବିଶେଷଣ ପାଇଁ ଆଉ ଗୋଟେ ଯଦି ବିଶେଷଣ ବ୍ୟବହାର ହେଲା ସେଟା କଣ କହିବା ଏଇ ପରମଟାକୁ କଣ କହିବା ବିଶେଷଣର ବିଶେଷଣ ଯେମିତି ଗୋଟେ ଏକ୍ସାମ୍ପଲ ଯୁଧିଷ୍ଠିର ପରମ ଧାର୍ମିକ ଯୁଧିଷ୍ଠିର ଯୁଧିଷ୍ଠିରଟି କଣ ହେଲା ବିଶେଷଣ ହେଲା ତାକୁ ବିଶେଷିତ କରିବା ପାଇଁ ଧାର୍ମିକ ୟୁଜ ହେଲା ଧାର୍ମିକକୁ ବି ବିଶେଷିତ କରିବା ପାଇଁ କଣ ପରମ ୟୁଜ ହେଲା ଯେମିତି ପରମ କଣ ହେଇଯିବ ବିଶେଷଣର ବିଶେଷଣ ଧାର୍ମିକ ଖାଲି ବିଶେଷଣ ପରମ ହେଲେ କଣ ହେଇଯିବ ବିଶେଷଣର ବିଶେଷଣ ସେମିତି ଅତି ମନୋହର କାଳ ଅତି ହେଇଯିବ କଣ ବିଶେଷଣର ବିଶେଷଣ ତେଣୁ କିଛି ଆପଣ ଦେଖା ଯାଉଛି ଦିଟା ବିଶେଷଣ ରହିଥିବ ମାନେ ବିଶେଷକୁ ଯଦି ଯିଏ ଗୁଣ ବା ଅବସ୍ଥା ବିଷୟରେ କହୁଛି ସେଟା ବିଶେଷଣ ତାର ଯଦି ଗୁଣ ବା ଅବସ୍ଥା ବିଷୟରେ ଆଉ କିଛି କହୁଥିବ ତାହେଲେ ଏଟା କଣ ହେଇଯିବ ବିଶେଷଣର ବିଶେଷଣ ନେକ୍ସଟ ଅଛି କଣ କ୍ରିୟା ବିଶେଷଣ ବାସ୍ କ୍ରିୟା ବିଶେଷଣ କଣ ନା ଆପଣଙ୍କୁ ଯୋଉଟା କହିଲି ବିଶେଷଣର ଗୁଣକୁ ସୂଚଉଥିବ ତା ଜାଗାରେ ଯଦି କ୍ରିୟା ଗୋଟେ ଥିବ ତାହେଲେ ଏଟା ହେଇଯିବ କଣ କ୍ରିୟା ବିଶେଷଣ ଯେମିତି କି ଧୀରେ ହୁତ୍ ହୁତ୍ ଜୋରରେ ହେଲା ସଳ ଚଞ୍ଚଳ ହେଲା ଘୁଘୁ ମାନେ କଣ ବିଶେଷଣ ତ ଆପଣ କହିଲି ତାପରେ ବି ତାର ଗୋଟେ ଗୁଣକୁ ସୂଚଉଥିବ ଯେମିତି କି ଧୀରେ ଯୋଉ କହିଛି ବୁଢା ଧୀରେ ଚାଲୁଛି ହେଲା ଧୀରେ କଣ ଅଛି ଚାଲୁଛି କୁ ଯୋଉ କଣ କରୁଛି ଧୀରେ ଚାଲୁଛି ସିଏ କଣ କରୁଛି କ୍ରିୟା କଣ ବିଶେଷିତ କରୁଛି ତେଣୁ ସେଇଥିପାଇଁ କଣ ହେଲା ଏଟା କ୍ରିୟା ବିଶେଷଣ ହେଲା କ୍ରିୟା ପଦକୁ ଯଦି ସେ ବିଶେଷିତ କରୁଥିବ ତାହେଲେ ସେଟା କଣ ହେଇଯିବ କ୍ରିୟା ବିଶେଷଣ ହେଇଯିବ ଯେମିତି କଣ ଗୋଟେ ଏକ୍ସାମ୍ପଲ ଯଦି ଥିବ ହୁତୁ ହୁତୁ ସରି ନିଆଁ ହୁତୁ ହୁତୁ ଜଳୁଛି ହେଲା ଏଟା ଜଳୁଛି କୁ ବିଶେଷିତ କରୁଛି ତେଣୁ ଏଟା କଣ ହେଇଯିବ ସେଇଥିପାଇଁ ନା ହୁତୁ ହୁତୁଟା ହେଇଯିବ କଣ ଆପଣଙ୍କୁ କହିଲି ହୁତୁ ହୁତୁଟା କ୍ରିୟା ବିଶେଷଣ ହବ ମନେ ରଖିଥିବେ କ୍ରିୟା ବିଶେଷଣ ମାନେ କଣ କ୍ରିୟାକୁ ଯିଏ ବିଶେଷିତ କରୁଥିବ ଯଦି ପିଲାଟି ଜୋରରେ କାନ୍ଦୁଛି ଏଠି ଜୋରରେ କାହାକୁ ବିଶେଷିତ କରୁଛି କାନ୍ଦୁଛି କୁ ନା ତେଣୁ ସେଥିପାଇଁ ଏଟା କଣ ହେଇଯିବ କ୍ରିୟା ବିଶେଷଣ ମନେ ରହିବ ତାପରେ ଆସିଲା କ୍ରିୟା ବିଶେଷଣର ବିଶେଷଣ ଏଟା ଗୋଟେ ଆସିଲା ମାନେ ତାକୁ ପୁଣି ବିଶେଷିତ କରୁଛ ଯେମିତି ଏକ୍ସାମ୍ପଲ ଅଛି କଣ ଅତି ବେଗରେ ଦୌଡୁଛି ହେଁ ଅତି ବେଗରେ ଧର ଦେଲା ଏକ୍ସାମ୍ପଲ ଯେ କୈଳାସ ଅତି ବେଗରେ ଦୌଡୁଛି ଦୌଡୁଛି କୁ ବିଶେଷିତ କଲା କିଏ ବେଗରେ ବେଗରେ କୁ ପୁଣି ବିଶେଷିତ କରୁଛି ଅତି ଯେମିତି ଆପଣ କହିଲେ ବିଶେଷଣର ବିଶେଷଣ ଯେଟା ସେଇଭଳିଆ କ୍ରିୟା ମାନେ କ୍ରିୟାକୁ ଯିଏ ବିଶେଷଣ ଯେଟା କ୍ରିୟା ବିଶେଷଣ ହେଲା ତାକୁ ଯଦି ବିଶେଷିତ କରୁଥିବ ତାହେଲେ ଏଟା କଣ କ୍ରିୟା ବିଶେଷଣର ବିଶେଷଣ ସେଇଭଳିଆ କିଛି ଅସୁବିଧା ନାହିଁ ଯେମିତି ଖୁବ ଜୋରରେ ପବନ ବହୁଛି ହେଲା ବହୁଛି କୁ ଜୋରରେ ସେମିତି ଜୋରରେ କୁ ଖୁବ ବିଶେଷିତ କରୁଛି ତେଣୁ ସେଟା କଣ ହେଲା କ୍ରିୟା ବିଶେଷଣର ବିଶେଷଣ ନେକ୍ସଟ ଆସିଲା କଣ କ୍ରିୟାଜ ବିଶେଷଣ କ୍ରିୟାଜ ବିଶେଷଣ ହଉଛି କଣ କ୍ରିୟାରୁ ଜାତ ବା କ୍ରିୟାରୁ ଗଠିତ ଯଦି ହେଇଥିବ ସେଟା କଣ କହିବା କ୍ରିୟାଜ ବିଶେଷଣ ଯେମିତି କି ଚଳନ୍ତା ଉଡନ୍ତା ଜଳନ୍ତା ଜିଅନ୍ତା କ୍ରିୟାରୁ ଜାତ ହୋଇଥିବ ଚଳନ୍ତା ଦେଖନ୍ତୁ ଚଳନ୍ତା ହଉଛି ଗୋଟେ କ୍ରିୟାରୁ ଜାତ ହେଇଛି ଯେମିତି କି ଏକ୍ସାମ୍ପଲ ଆପଣଙ୍କୁ ଦେବି କଣ ନା ଆମର ଅଛି ପାଗଳଟି ଚଳନ୍ତା ଗାଡିରୁ ପଡିଗଲା ଚଳନ୍ତା ଯୋଉ ଲେଖା ହେଇଛି ଚଳନ୍ତା ସେଟା କଣ ହେଇଛି ଚଳ ଧାତୁ ପ୍ଲସ ଅନ୍ତା ହେଲା ମାନେ ଏଟା କ୍ରିୟାରୁ ଗୋଟେ ଜାତ ହେଇଛି ସେଟା କି ବିଶେଷଣ ଭାବରେ ବ୍ୟବହାର ହେଇଛି ଯେମିତି ପାଗଳଟି ଚଳନ୍ତା ଗାଡିରୁ ପଡିଗଲା ପଡିଗଲା ପାଇଁ ବ୍ୟବହାର ହଉଛି କଣ ଚଳନ୍ତା ତେଣୁ ଇଏ କଣ ହେଇଛି କ୍ରିୟାରୁ ଜାତ ହେଇକି ଗୋଟେ ବିଶେଷଣ ଭାବରେ ବ୍ୟବହାର ହେଇଛି ଚଳନ୍ତା ଗାଡିରୁ ହେଲା ଚଳନ୍ତା ଗାଡିରୁ ପଡିଗଲା ଚଳନ୍ତା ବ୍ୟବହାର ହେଇଛି କଣ ପାଇଁ ପଡିଗଲା ପାଇଁ ଯେହେତୁ ଚଳନ୍ତା ଗୋଟେ ହଉଛି କଣ କ୍ରିୟାରୁ ଜାତ ହେଇଛି ତେଣୁ ସେଥିପାଇଁ କଣ ହେଲା କ୍ରିୟାଜ ବିଶେଷଣ କ୍ରିୟାଜ ବିଶେଷଣ ଆଉ କ୍ରିୟା ବିଶେଷଣର ଡିଫରେନ୍ସ କଣ ନା ଅତିଟା କେବେ ବି କଣ ହେଇଛି କ୍ରିୟାରୁ ଜାତ ହେଇନାହିଁ ଯେମିତି କି ଖୁବ ଏଟା ଗୋଟେ କ୍ରିୟାରୁ ଜାତ ହେଇନାହିଁ ଯଦି କ୍ରିୟାରୁ ଜାତ ମାନେ କଣ ଉଡନ୍ତା ଜଳନ୍ତା ଜିଅନ୍ତା ଏତିକି ମନେ ରଖିଥାନ୍ତୁ କ୍ରିୟାରୁ ଜାତ ହେଇଥିଲେ ସେଟା କଣ ହେଇଯିବ କ୍ରିୟାଜ ବିଶେଷଣ ଯେମିତି କି ଚଳନ୍ତା ଉଡନ୍ତା ଜିଅନ୍ତା ଏଗୁଡା ସବୁ ହେଇଯିବ କ୍ରିୟାଜ ବିଶେଷଣ ନେକ୍ସଟ ଅଛି କଣ ସର୍ବନାମିକ ବିଶେଷଣ ସର୍ବନାମିକ ବିଶେଷଣ କହିଲେ କଣ ନା ଏ କଥାକୁ ସେହି କଥାକୁ ମୁଣ୍ଡରେ ପୁରାଉ ନାହିଁ ସେହି କଲେ କଣ ହଉଛି ଗୋଟେ କଥାକୁ ବୁଝଉଛି ଆଉ ମେନ୍ କଥା ହଉଛି ସର୍ବନାମ ମାନେ କଣ ବିଶେଷ ବଦଳ ବ୍ୟବହାର ହେଲେ ସେଟା କଣ କହିବା ସର୍ବନାମ କହିବା ଯଦି ସିଏ କଣ କରୁଥିବ ବିଶେଷଣର କାମ କରୁଥିବ ମାନେ ଗୋଟେ ଗୁଣକୁ ସୂଚଉଥିବ ତାହେଲେ ସେଟା କଣ କହିବା ସର୍ବନାମିକ ବିଶେଷଣ ବା ସର୍ବନାମ ବିଶେଷଣ ହେଲା ଯେମିତି କି କହିଲି କଣ ଇଏ କଥାକୁ ସେହି କଥାକୁ ମୁଣ୍ଡରେ ପୁରାଉ ନାହିଁ କଥାର ଗୁଣକୁ ସୂଚେଇଲା ପ୍ଲସ ସେଇ ହଉଛି କଣ ଗୋଟେ ସର୍ବନାମ ମାନେ କାହା ବଦଳରେ ବ୍ୟବହାର ହେଇଛି ନା ତେଣୁ ସେଥିପାଇଁ କଣ କହିବାକୁ ନା ସର୍ବନାମିକ ବିଶେଷଣ ବୁଝିପାରିଲେ ନେକ୍ସଟ ଅଛି କଣ ଅବୟ ବିଶେଷଣ ହେଲା ଅବୟ ବିଶେଷଣ କଣ ନା ଠିକ ଅବିକଳ ଯେଟା କଣ କୁହାଯାଏ ଅବୟ ବିଶେଷଣ ଅବୟ ବିଶେଷଣ ଗୋଟେ ଏକ୍ସାମ୍ପଲ ଦେବି ତ ଆପଣଙ୍କୁ ଯଦି ଜଗନ୍ନାଥ ଦାସ ସ୍ୱପ୍ନରେ ଦେଖିଲେ ଯେ ଠିକ ଯେମିତି ନିଜ ଜଗନ୍ନାଥ ସମ୍ମୁଖରେ ଠିଆ ହୋଇ କହୁଛନ୍ତି ଏଠି କଣ ହେଲା ଅବୟ ମାନେ ସିଏ ଗୋଟେ ଅବୟ ମାନେ କଣ ଅବୟ କହିତେ ଗଲେ କଣ ହଉଛି ନା ସିଏ କାଳ ପୁରୁଷ ବିଭକ୍ତି ଚେଞ୍ଜ ହେଲେ ସିଏ ଚେଞ୍ଜ ହବ ନାହିଁ ହେଲା ସେଟା କଣ କୁହାଯାଏ ଅବୟ କୁହାଯାଏ ତେଣୁ ଏଇ ଯୋଉ ୱାର୍ଡ ଠିକ ବା ଅବିକଳ ସିଏ ଗୋଟେ କଣ କରୁଛି ଗୋଟେ ପଦକୁ ବିଶେଷିତ କରୁଛି ପ୍ଲସ ସିଏ କଣ ଗୋଟେ ଅବୟ ହେଇଥିବ ଯେମିତି କଣ କହିଲି ଯେ ଯୋଉ ଏକ୍ସାମ୍ପଲ ପୁଅଟି ଅବିକଳ ତା ବାପା ପରି ହେଲା ଏଠି କଣ ଅବିକଳ ବ୍ୟବହାର ହଉଛି କାହା ପାଇଁ ବାପା ପରି ହେଲା ପରି ବାପା ପାଇଁ ୟୁଜ ହେଇଛି
ପ୍ଲସ୍ ସେ ଗୋଟେ କଣ ଅବୟୀ ପଦ, ତେଣୁ ସେଥିପାଇଁ କଣ ହେଲା ଏଟା ଅବୟୀର ବିଶେଷଣ। ଏତିକି ଜାଣିଥାନ୍ତୁ, ଯଦି ଅବୟୀ ଗୋଟେ ବିଶେଷିତ କରୁଥିବ ତାହେଲେ ଏଟା କଣ କୁହାଯିବ ଅବୟୀ ବିଶେଷଣ। ଆଉ ବେଶୀ କିଛି ଭାବିବାର ନାହିଁ। ନେକ୍ସଟ ବହୁତ ଇମ୍ପୋର୍ଟାଣ୍ଟ କଣ ଅଛି ବିଧେୟ ବିଶେଷଣ ହେଲା। ବିଧେୟ ବିଶେଷଣ କଣ, ସାଧାରଣତଃ ଆପଣ ଦେଖିବେ କଣ ହୁଏ ବିଶେଷଣ ବିଶେଷ୍ୟ ପୂର୍ବରୁ ବ୍ୟବହାର ହୁଏ ହେଲା। ଯଦି ସେ କଣ ହେଇଥିବ ନା ବିଶେଷଣ ବିଶେଷ୍ୟ ପରେ ବ୍ୟବହାର ହେଇଥିବ ତାହେଲେ କଣ ସେଟା ହବ ବିଧେୟ ବିଶେଷଣ। ଏତିକି ମନେ ରଖିଥିବ, ଯଦି ବିଶେଷ୍ୟ ପରେ ବିଶେଷଣଟା ବ୍ୟବହାର ହେଇଥିବ ତାହେଲେ ଏଟା କଣ ହବ ବିଧେୟ ବିଶେଷଣ। ଯେମିତି କି ଗାଡିରେ ତେଲ ଅଳ୍ପ ଅଛି, ଏଠି ତେଲ ହଉଛି କଣ ନା ଆମର ବିଶେଷ୍ୟ ପଦ, ଅଳ୍ପ ହଉଛି ଏଇ ତେଲକୁ ସୂଚଉଛି, ତେଣୁ ଏଟା ସାଧାରଣତଃ କଣ ହୁଏ ବିଶେଷଣଟା ବିଶେଷ୍ୟ ପୂର୍ବରୁ ବ୍ୟବହାର ହୁଏ। ଯଦି ସେ ପରେ ବ୍ୟବହାର ହଉଛି ପଦରେ ତାହେଲେ ସେଇ ଯୋଉ ଅଳ୍ପଟା କଣ ହେଇଯିବ ବା ସେଇ ପଦଟା କଣ ହେଇଯିବ ବିଧେୟ ବିଶେଷଣ। ସାଧାରଣ କଥା ଆପଣ ମନେ ରଖିଥାନ୍ତୁ, ଯେତେବେଳେ ଗୋଟେ ପଦ ଲେଖାଯାଏ ବିଶେଷ୍ୟ ପରେ ଯୋଉ ଜାଗାଟା ରହିଲା ତ ଏଟା ବିଶେଷ୍ୟ, ତା ପରେ ଯୋଉ ଜାଗାଟା ଏଟା କଣ ଅଛି ବିଧେୟ କୁହାଯାଏ। ମନେ ରଖିଥିବେ, ବେଳେବେଳେ କ୍ୱେଶ୍ଚନ ପଚାରେ ଯେ ବିଶେଷ୍ୟ ପରେ ଯୋଉ ଜାଗାଟା ସେଟା କଣ ବିଧେୟ, ତେଣୁ ଯଦି ସେଇଠି ଆମର ବିଶେଷଣ ଯଦି ବ୍ୟବହାର ହଉଛି, ବିଶେଷଣ ବ୍ୟବହାର ହେଲା କଣ କୁହାଯିବ ବିଧେୟ ବିଶେଷଣ। ଏଇଥିରୁ ତ ବୁଝିପାରିଥିବେ ଯେ ବିଶେଷ୍ୟ ପର ଯୋଉ ଜାଗାଟା ରହିଲା ଏଟା କଣ କୁହାଯାଏ ବିଧେୟ କୁହାଯାଏ। ସେଇଠି ଯଦି ବିଶେଷଣ ବ୍ୟବହାର ହେଲା ତାହେଲେ କଣ ହବ ବିଧେୟ ବିଶେଷଣ। ସାଧାରଣତଃ ବିଶେଷଣ ପଦ ବିଶେଷ୍ୟ ପୂର୍ବରୁ ବ୍ୟବହାର ହୁଏ, ଯେହେତୁ ବିଶେଷ୍ୟ ପରେ ବ୍ୟବହାର ନାହିଁ ସେଥିପାଇଁ ବିଧେୟ ବିଶେଷଣ। ସେମିତି କି ଯଦି ଆପଣ ଦେଖିବେ କଣ ଅଛି ନା ପିଲାଟିର ବ୍ୟବହାର ସୁନ୍ଦର, ବ୍ୟବହାର ଏଠି କଣ ବିଶେଷ୍ୟର କାମ କରୁଛି, ପିଲାଟିର ବ୍ୟବହାର ଏଠି କଣ ବିଶେଷ୍ୟ ହେଇଯିବ ଟୋଟାଲ। ତାପରେ ଯୋଉ ସୁନ୍ଦର ବ୍ୟବହାର ହଉଛି କାହା ପାଇଁ, ସେ ପିଲାଟିର ବ୍ୟବହାର ପାଇଁ, ତେଣୁ ଏଟା କଣ ହଉଛି ବ୍ୟବହାର ବିଷୟରେ କିଛି କହୁଛନ୍ତି ସୁନ୍ଦର ଖରାପ ଏଗୁଡା ସବୁ, ତେଣୁ ସେଥିପାଇଁ କଣ ହେଲା ବିଧେୟ ଜାଗାରେ ବ୍ୟବହାର ହେଲା ପାଇଁ ତାକୁ କଣ କୁହାଗଲା ବିଧେୟ ବିଶେଷଣ। ବୁଝିପାରିଲେ। ତାପରେ ନେକ୍ସଟ ଆସିଲେ କଣ ଲିଙ୍ଗ ଆକାରରେ ବୁଝିବ। ତେଣୁ ଲିଙ୍ଗ ଜାଣିବାର କେମିତିଆ, ସାଧାରଣ କଥା ଆପଣ ଜାଣିଛନ୍ତି ପୁଲ୍ଲିଙ୍ଗ ମାନେ କଣ, ଯେଟା କି ରାଜା ବାଘ ଦେଖି ଜାଣିପାରିବେ ପୁଲ୍ଲିଙ୍ଗ ରାଜା ବାଘ ହାତୀ ହରିଣ। ସେତେ ଇମ୍ପୋର୍ଟାଣ୍ଟ ଟପିକ ନୁହେଁ, କିନ୍ତୁ ପିଲାମାନେ ଭୁଲ କରନ୍ତି ହେଲା। କେମିତି ଆପଣ କହୁଛି ଶୁଣନ୍ତୁ, ଏଇଟା ଜାଣିପାରିବେ ରାଜା, ରାଜାର ସ୍ତ୍ରୀଲିଙ୍ଗ ପଚାରିଥିବ ରାଣୀ ହବ, ସିଂହର କଣ ସିଂହୀ ହବ, ଏଗୁଡା ସବୁ ସ୍ତ୍ରୀଲିଙ୍ଗ ହେଲେ କଣ ହବ ମୟୂରୀ ବାଘୁଣୀ, ଏଗୁଡା ସବୁ ସାଧାରଣ କଥା ଜାଣିପାରିବେ ହେଲା। କିନ୍ତୁ କଥା ହଉଛି ଉଭୟ ଲିଙ୍ଗୀ ଆଉ କ୍ଲିବ ଲିଙ୍ଗ ହେଲା। ଏଇଟା ଜାଣିବେ କେମିତି ଯେ ଉଭୟ ଲିଙ୍ଗ ଆଉ କ୍ଲିବ ଲିଙ୍ଗ ଭିତରେ ଡିଫରେନ୍ସ କେମିତି। ଯେମିତିକି ଆପଣ ଉଭୟ ଲିଙ୍ଗ କହିଲେ ଛୁଆ ପିଲା ଶିଶୁ କୁଆ, ଯେତେବେଳେ ଆପଣ ଧର ଦେଇଛି ପବନ, ପବନ ଆପଣ ଜାଣିବେ କେମିତି ଯେ ଏଟା କ୍ଲିବ ଲିଙ୍ଗ ବା ଉଭୟ ଲିଙ୍ଗ, ଆପଣ ଏଠି ଦେଖିଥିଲେ ବୋଲି ସିନା ଜାଣିଲେ ପବନ ହଉଛି ଗୋଟେ କ୍ଲିବ ଲିଙ୍ଗ, କିନ୍ତୁ ଜାଣିବେ କେମିତି ଏହାର ସର୍ଟକଟ କଣ ହଉଛି ନା ଆପଣ ଭାବିବେ ଯେ ଏଟାକୁ ଭାଗ କରିବେ। ପବନର ଆମେ ଗୋଟେ ସ୍ତ୍ରୀଲିଙ୍ଗ ପୁଲ୍ଲିଙ୍ଗ କରିପାରିବା କି, ପବନର ତ ସ୍ତ୍ରୀଲିଙ୍ଗ ପୁଲ୍ଲିଙ୍ଗ କିଛି ହୁଏନି, ତେଣୁ ଏଟା କଣ ହବ କ୍ଲିବ ଲିଙ୍ଗ। ଯାହାର କୌଣସି ସ୍ତ୍ରୀଲିଙ୍ଗ ପୁଲ୍ଲିଙ୍ଗ ଆପଣ ବାହାର ଡିଭାଇଡ କରିପାରିବେନି ବା ବାହାର କରିପାରିବେନି ସେଟା କ୍ଲିବ ଲିଙ୍ଗ ହେଇଯିବ। ଯଦି ଆପଣ ଗୋଟେ ଶବ୍ଦର ସ୍ତ୍ରୀଲିଙ୍ଗ ବା ପୁଲ୍ଲିଙ୍ଗ ବାହାର କରିପାରିବେ ତାହେଲେ ସେଟା କଣ ହେଇଯିବ ଉଭୟ ଲିଙ୍ଗ। ଯଦି ଦେଇଛି ତ ଭଲ କଥା ପୁଲ୍ଲିଙ୍ଗ ଆପଣ କରିପାରିବେ, ଯଦି ଦେଇଛି ତ ସ୍ତ୍ରୀଲିଙ୍ଗ କରିପାରିବେ, କିନ୍ତୁ ଯଦି ଆପଣ ଦେଇନାହିଁ କିନ୍ତୁ ଆପଣ ଭାଗ କରିପାରିବେ, ଯେମିତି କି ଯୋଉ ଆମେ କହିବା କଣ କୁଇଲି ବା କୁଆ ଯାହାବି କୁହନ୍ତୁ, କୁଆ, କୁଆରେ ଆପଣ ମାଇ କୁଆ ବା ଅଣ୍ଡିରା କୁଆ ଦିଟା ଆପଣ ଡିଭାଇଡ କରିପାରିବେ, କିନ୍ତୁ ଏଠି କୁଆ ଦେଇଛି ତେଣୁ ସେଥିପାଇଁ କଣ ହବ ଡିଭାଇଡ କରିପାରିବା ପାଇଁ ଏଟା କଣ ହେଲା ଉଭୟ ଲିଙ୍ଗ। ସେମିତି କି ଛୁଆ, ସେ ମାନେ ଝିଅ ଛୁଆ ହେଇପାରେ ପୁଅ ଛୁଆ ହେଇପାରେ, ଆପଣ ଡିଭାଇଡ କରିପାରିବେ, ତେଣୁ ଏଟା କଣ ହେଲା ଉଭୟ ଲିଙ୍ଗ ହେଲା। ଯେମିତି ଧର ଛତା, ଛତାରେ ଆପଣ କଣ ମାଇ ଛତା ଅଣ୍ଡିରା ଛତା କିଛି କରିପାରିବେ, କିଛି କରିପାରିବେନି, ସେଥିପାଇଁ କ୍ଲିବ ଲିଙ୍ଗ, ସେଥିପାଇଁ ଏଟା କ୍ଲିବ ଲିଙ୍ଗ ହେଇଗଲା। ବୁଝିପାରିଲେ ହେଲା। ଯଦି ଆପଣ ଡିଭାଇଡ କରିପାରୁଛନ୍ତି ସେଟା ଉଭୟ ଲିଙ୍ଗ ହବ, ଯଦି ଡିଭାଇଡ କରିପାରୁନାହାନ୍ତି ଆପଣ କ୍ଲିବ ଲିଙ୍ଗ ହବ। ତେଣୁ ଆଜି ବହୁତ ହେଇଗଲାଣି, ଆପଣଙ୍କୁ ଆଜି ତ ବହୁତଟା ଧ୍ୱନି ବର୍ଣ୍ଣ ପଢା ହେଲା, ତାପରେ ପଦ ବିଷୟରେ ବିଶେଷ୍ୟ ବିଶେଷଣ ଏଟା ପଢା ହେଲା, ସର୍ବନାମ ପଢା ହେଲା। ତେଣୁ ଆଜି ପାଇଁ ଏତିକିରେ ରଖିବା। ନୂଆ ୟା ପର ନେକ୍ସଟ ପାର୍ଟରେ ଆମେ ଯୋଉ ରହିଲା ନେକ୍ସଟ ଗୁଡାକ ଯୋଉଟା କି ଆମର କଣ ଅଛି କ୍ରିୟା ଅଛି ହେଲା। କ୍ରିୟାରେ ବହୁତ ଗୁଡାକ ଅଛି, ନାମଧାତୁ କ୍ରିୟା, ଏକକ କ୍ରିୟା, ଯୌଗିକ କ୍ରିୟା, ବହୁତ ଇମ୍ପୋର୍ଟାଣ୍ଟ ଟପିକଟା ଅଛି ହେଲା। ତାପରେ ସମାପିକା କ୍ରିୟା, ସକର୍ମକ, ତାପରେ ବାକ୍ୟ ଯେମିତି ସରଳ ଜଟିଳ ଯୌଗିକ ଏଗୁଡା ସବୁ ପଢିବା। ତେଣୁ ଆଜି ପାଇଁ ଏଇଠି ରଖିବା। ନୂଆ ଗୋଟେ ଭିଡିଓରେ ଆପଣଙ୍କ ସହିତ ପୁରା ଭଲସେ ପଢିବା। ଆପଣ ଯଦି ନୋଟ ଦରକାର ଅଛି ଆପଣ ତଳେ ନୋଟ ମେନସନ କରିଦେବେ କମେଣ୍ଟ ସେକ୍ସନରେ, ମୁଁ ଆପଣଙ୍କୁ ଟେଲିଗ୍ରାମ ଲିଙ୍କ ଦେଇଦେବି, ସେଠି ପୁରା ଯାହା ପଢା ହଉଛି ଡେଲି ଯେମିତିଆ ଆପଣ ନୋଟ ପ୍ରୋଭାଇଡ କରାଯାଉଛି, ଟେଲିଗ୍ରାମରେ ଜଏନ ହେଇଯାନ୍ତୁ, ନୋଟଟା ଆପଣ ପାଇପାରିବେ। ଏମିତି ସର୍ଟକଟ ଗୁଡାକ ଜାଣିବା ପାଇଁ, ପରୀକ୍ଷାରେ କେମିତି କଣ କ୍ୱେଶ୍ଚନ ପଡୁଛି, ମେନ୍ ହଉଛି ସେଇଟା କ୍ୱେଶ୍ଚନ କେମିତି ପଡୁଛି ଜାଣିବା ପାଇଁ ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ଭିଡିଓଟିକୁ ଲାଇକ୍ କରିଦେବେ, ବେଲ ନୋଟିଫିକେସନ ଅଲରେ ସେଟ୍ କରିଦେବେ। ତେଣୁ ଆଜି ପାଇଁ ଏତିକିରେ ରହୁଛି। ନୂଆ ଆଉ ଗୋଟେ ସେସନରେ ୟା ନେକ୍ସଟ ପାର୍ଟରେ ଆପଣଙ୍କ ଦେଖା ହବ, ସେଠି ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ।